तौफीक सर्वशक्तिमान
ଆଉ ବୁଢ଼ୀ ମଣ୍ଡଳୀ ଦାସ ଅଛନ୍ତି ସେ ପ୍ରାର୍ଥନା କରି ସମସ୍ତଙ୍କୁ ଆଗେଇ କରି Udarabani Shakavarabani Kudarabani Kalarabani Shalarabani Narabani Kalarabani Shakavarabani Naraba Udarabani Shakavarabani Kudarabani Kanarabani Kalarabaraba প্রভু যিশু তোমার আমার ধন্যবাদ 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 করছু তোমার গৌরব করছু প্রশংসা করছু স্তুতি বন্দনা করছু সে সমস্ত তুমি পাইবার জন্য অন্ত পরমেশ্বর তোমায় ধন্যবাদ দেউছু তোমার অসীম দয়া প্রেম অনুগ্রহ পাই ধন্যবাদ দেউছু প্রভু তোমার পরিকল্পনা তোমার ভাবনা ভিন্ন প্রকার প্রভু যিশু তুমি তোমার দাসଙ୍କୁ ও প্রভু গত মঙ্গলবার ঠাରୁ বর্তমান প্রভু যিশু হালেলুয়া 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 দুর্বার পর্যন্ত প্রভু মনান্তর মণ্ডলী রখি ও বিভিন্ন স্থানକୁ বিভিন্ন মণ্ডলীକୁ যাই উৎসাহিত এবং উদ্দীপিত করছো এଥିପାଇଁ ধন্যবাদ দেউଛୁ তারাবানি খালারাবানি ପ୍ରତିଦିନ ତୁମେ ନୂଆ ନୂଆ ବାକ୍ୟ କହି ପ୍ରତ୍ୟେକ ହୃଦୟକୁ ତୁମେ ସମ୍ପୂର୍ଣ୍ଣ ବଦଳଉଛ ଦୁର୍ବଳ ଲୋକମାନଙ୍କୁ ସବଳ କରୁଛ ଆତ୍ମିକ ମନ ହେବା ରହିବା ପାଇଁ କରୁଛ ଏବଂ ପ୍ରଭୁ ଧରି ରକ୍ଷା ପାଇଁ ତୁମେ କରିଛ ଏଥିପାଇଁ ତୁମ ନାମରେ ଧନ୍ୟବାଦ ଦେଉଛୁ ପ୍ରଭୁ ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ଏ ସ୍ଥାନରେ ତୁମେ ସୁନ୍ଦର କଥା କହି ପ୍ରତ୍ୟେକଙ୍କୁ ଉତ୍ସାହିତ କରିଛ ଏଥିପାଇଁ ଧନ୍ୟବାଦ ଦେଉଛୁ ପଡ଼ିଥିବା ଲୋକମାନଙ୍କୁ ଖାଉଛ ବାହିଥିବା ଲୋକମାନଙ୍କୁ ଧରୁଛ ଧୂଳିରେ ଗଲେ ଛାଡ଼ି କୁଳକୁ ନେଉଛ ତାଙ୍କ ମୁଖର ବାକ୍ୟ ଦ୍ୱାରା ପ୍ରତ୍ୟେକଙ୍କୁ ତୁମେ ଶିରା ବର୍ଷାରେ ଯେମିତି ରକ୍ତ ସଞ୍ଚାଳନ କରେ ତୁମର ଶକ୍ତି ସେପରି ପ୍ରତ୍ୟେକଙ୍କ ହୃଦୟ ଭିତରେ ତୁମେ ସଞ୍ଚାଳନ କରିଛ ଏଥିପାଇଁ ଧନ୍ୟବାଦ ଦେଉଛୁ ତୁମେ ଦୟା କର ତୁମେ ଅନୁଗ୍ରହ କର ତୁମେ ଆଶୀର୍ବାଦ କର ପ୍ରଭୁ ଆଜି ମୋତେ ସୁନ୍ଦର ସମୟ ସୁଯୋଗ ଆମମାନଙ୍କୁ ତୁମେ ପ୍ରଦାନ କରିଛ ବିଭିନ୍ନ ସ୍ଥାନରୁ ତୁମେ ସ୍ଥାନ ଏକତ୍ର କରି ମୋତେ ମଧ୍ୟ ତୁମେ ପ୍ରଭୁ ଏ ଉପାସନା ପ୍ରାର୍ଥନାର ଅଂଶୀଦାର କରିଛ ଏଥିପାଇଁ ଧନ୍ୟବାଦ ଦେଉଛ ମୋ ଯିବା କାର୍ଯ୍ୟକୁ ସଫଳ କରି କୁଶଳ ଭାବେ ଆସିବା ପାଇଁ ସାହାଯ୍ୟ କର ଧନ୍ୟବାଦ ପ୍ରଶଂସା କରୁ କରୁ ତୁମର ଉପସ୍ଥିତି ଆମକୁ ଅନୁଭବ କରିବାକୁ ଦେବ ପ୍ରଭୁ ଏଥିପାଇଁ ଧନ୍ୟବାଦ ଦେଉଛୁ ତମ ଦାସଙ୍କର ମୁଖ ହଜାଇ ଲୁଚାଇ ତୁମେ ପବିତ୍ର ଆତ୍ମା ରୂପେ ବକ୍ତାର କଥା କୁହ ଯେଉଁ ବାକ୍ୟ କହିବ ସେ ବାକ୍ୟ ଆମଙ୍କର ହୃଦୟକୁ ସମ୍ପୂର୍ଣ୍ଣ ପରିଷ୍କାର କରିବ ପାପରୁ ଆମେ ଦୂରେଇ ଯିବୁ ଅଧର୍ମରୁ ଦୂରେଇ ଯିବୁ ଆମେ ନିଜକୁ ପବିତ୍ର ହୋଇ ତୁମର ଆଗମନ ପର୍ଯ୍ୟନ୍ତ ଆମେ ପ୍ରସ୍ତୁତ ହବୁ ସେଇ ରୂପକ ବାକ୍ୟ ତୁମେ ଦିଅ ଆଉ ସେ ରୂପକ ଆଉ ଶକ୍ତି ଆମକୁ ପ୍ରଦାନ କର ସେ ରୂପକ ଭାବରେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ଆଦ୍ୟ କର୍ମ ଆମେ ଯେଭଳି କରିପାରିବୁ ଆଦ୍ୟ ଯେଉଁଭଳି ତୁମର ସେବା ପ୍ରାର୍ଥନା କରିପାରିବୁ ଠିକ ସେପରି ଭାବରେ ପ୍ରଭୁ କରିବା ପାଇଁ ଆମମାନଙ୍କୁ ସାହାଯ୍ୟ କର ସେଥିପାଇଁ ତୁ ତୁମ ଦାସଙ୍କୁ ପଠାଇଛ ସେଥିପାଇଁ ତ ତୁମ ଦାସଙ୍କର ମୁଖ ଦେଇ ଆମକୁ କଥା କହୁଛ ନୂଆ ନୂଆ ବାକ୍ୟ ନୂଆ ନୂଆ କଥା ନୂଆ ନୂଆ ଜୀବନ ଆମମାନଙ୍କ ମଧ୍ୟ ତୁମେ ପ୍ରକାଶ କରୁଛ ଧନ୍ୟବାଦ ଦେଉଛୁ ଏ ମଣ୍ଡଳୀକୁ ତୁମେ ଆଶୀର୍ବାଦ ଅନୁଗ୍ରହ କରିଛ ବିଶ୍ୱାସୀମାନଙ୍କୁ ଦୟା କରିଛ ଧନ୍ୟବାଦ ଦେଉଛୁ ପ୍ରଭୁ ଏଥିରେ ଧନ୍ୟବାଦ ପ୍ରଶଂସା କରୁ କରୁ ତୁମର ଉପସ୍ଥିତି ଆମମାନଙ୍କୁ ଅନୁଭବ କରାଇଦେଲ ସ୍ୱର୍ଗ ଭଣ୍ଡାର ଖୋଲି ତୁମ ଦାସଙ୍କ ଆମକୁ କଥା କୁହ ଆମେ ସମସ୍ତେ ଯେଭଳି ପ୍ରସ୍ତୁତ ଭାବରେ ବସିବୁ ଏବଂ ପ୍ରଭୁ ତୁମର ବାକ୍ୟକୁ ଆମେ ଯେଭଳି ଲକ୍ଷ୍ୟ କରି ଆଉ ଏକମନା ହେଇ ଶୁଣିପାରିବୁ ସେଥିପାଇଁ ସାହାଯ୍ୟ ସବୁ ସମସ୍ତର ପ୍ରାର୍ଥନା ଶୁଣି ଧନ୍ୟବାଦ ଦେଇ ଯୀଶୁଙ୍କ ନାମରେ ପ୍ରାର୍ଥନା କରୁଛୁ ଆମେନ୍ se te rodea.
Praise the Lord. Hallelujah. Hallelujah. प्रभु नाम रे धन्यवाद हो आज प्रभुंकर सेवा परिवार द्वितीय दिन को द्वितीय प्रजा को आम पहुंची आसी जेहेतु दास को ये प्रेमनगर मंडली मध्य गत काली आज पर्यंत स्थान रखिंट प्रभु को विशेष धन्यवाद जेहेतु प्रभुंकर दया आम प्रति केड़े रखिंट जो द्वारा सेवा करने मान को विशेष दिन में बड़ी संधि दिन में वर्षा छड़ी दिन में यही समय प्रभु ये समस्त सेवा कार्य करने आम जीवन में गोटे आनंदित विषय तेणु प्रभु नाम धन्यवाद हो प्रभुंकर प्रशंसा गौरव महिमा करने प्रभु को खुशी करने गत काली आम जहाँ प्रभुंकर दासर मुख ठारू शुणी पारिछु जे तांको सेवा कार्य पवित्र आत्मा को आवश्यक दुटा विषय अच्छी तुम्हें पवित्र आत्मा पाइल कि आ गोटे विषय रही तुम्हें पवित्र आत्मा रे पूर्ण अच्छ पाइच कि गोटे विषय आउ तुम्हें पूर्ण अच्छ प्रभु नाम रे धन्यवाद के जहाँ से हूँ ना निश्चित आजिका दिन में प्रभुंकर सेवा भगिनी भक्त माने प्रभुंकर अभिमत अनुसार पवित्र आत्मा पूर्ण कारण शास्त्र लिखा अच्छी राज्य वाक्य किंतु खाली प्रभुंकर दास गोटे आश्चर्य कर्म करेंगे ता भी से कही पार छोट विश्वासी मान प्रभु जाले विश्वासी मान चिन्ह एपरी अनुभूति हो से मन में भूत आज केता माने भूत छोड़ुछन केता माने रोगी हस्तरे मस्तक हस्तरे प्रार्थना कले से मन सुस्थ हो प्रभु जहाँ प्रतिज्ञा करिसंती ता जदि हम पालन करबा निश्चित ताहा प्रति घटी जाबी हो प्रभु नाम रे धन्यवाद वर्तमान आम वाक्यर समय को सामना करिछु आम निश्चय वाक्य प्रभु दास शुणा स्थानीय मंडली तरु आम कि पदे कही आम परामर्श आवश्यक रही एणु प्रभु को निकट जदि आम जाऊ प्रथम प्रभु कहते तुम्हें विश्वास नहीं के जाओ हालेलुया विश्वास ने प्रथम प्रभु जीशु कहले सजाती हो विजाती हो विश्वास करो ईश्वर महिमा देखिव प्रथम विश्वास आवश्यक रही जैसे पितांकर पुत्र प्रभु जीशु मरिकी से सर्धारण से पाप क्षमा करती से परित्राण दियंती यह जदि आम हृदय अच्छी ताहले प्रभु को सामू को गला बेले आम विश्वास आवश्यक एवरी पुस्तक 11 अध्याय 6 पद किए गोटे पढ़े आज आम धन्यवाद रे उत्साह वाक्य पढ़िबार उत्साह शक्ति रे आउ प्रशंसा करियार मध्य आमे उत्साह ने आउ विश्वास बिना हां ताहांको संतोष पात्र हेबा असंभव हां कारण ईश्वर जे अछंती हां आउ से जे ताहांको अन्वेषणकारी मानकर पुरस्कार दाता हां एहा ताहांको छामुको आसीबा लोकर विश्वास करिबा आवश्यक प्रेज द लॉर्ड हालेलुया हम यदि विश्वास करी न दिबा से संतुष्ट हेबे नाही संतुष्ट हेबे नाही एणु प्रभु नाम रे धन्यवाद प्रभुंकर छामुक जाऊछु में विश्वास आज विश्वास करी प्रभु जीशु को हमें पाइछु
ଆମେ ଅନେକ ବିପଦ ଅନେକ ସମ୍ପଦରେ ଆମେ ମୁକ୍ତ ପାଇଛୁ, ଉଦ୍ଧାର ପାଇଛୁ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ ପ୍ରଦାନ କରିଛନ୍ତି। এই সমস্ত বাক্য কহিবা, সাক্ষ্য দেবা, প্রশংসা করিবা, মণ্ডলীকে উৎসাহ দেবা, মণ্ডলী গড়িবা, আত্মা সংগ্রহ করিবা পাই প্রভু ଆମମାନଙ୍କୁ 3 ବର୍ଷ ଥିଓଲୋଜି କରିବାକୁ ଦେଇନା। ମାତ୍ର ପ୍ରଭୁ ଯାହା ଲେଖିଛନ୍ତି, ଜୀବନ ପୁସ୍ତକରେ ଲେଖା ଅଛି, ଯୀଶୁ କହିଲେ ମୁଁ ଗଲା ପରେ, ମୁଁ ଯିବାର ମଙ୍ଗଳ ଅଛି, ମୁଁ ଗଲା ପରେ ତୁମମାନଙ୍କୁ ସାହାଯ୍ୟ କରି ଆତ୍ମା ପଠେଇବି। ହାଲେଲୁୟା। ଏହି ଜୀବନରେ ଏ ଛୋଟ ବିଶ୍ୱାସରେ ପଢାପଢି ଅଯୋଗ୍ୟ ଲୋକମାନଙ୍କ ଭିତରେ ମଧ୍ୟ ଆଜି ପ୍ରଭୁ କାର୍ଯ୍ୟ କରୁଛନ୍ତି। ଏ ସାହାଯ୍ୟ କରି ଆତ୍ମା ପ୍ରତ୍ୟେକ ଲୋକଙ୍କ ହୃଦୟରେ ଥାଇ ପ୍ରଭୁ କାର୍ଯ୍ୟ କରୁଛନ୍ତି। ଉତ୍ତମ ବିଷୟ, ଉତ୍ତମ ବିଷୟ ଯାହା ପ୍ରଭୁ ତାଙ୍କର ଅନୁଗ୍ରହରୁ ଆମମାନଙ୍କୁ ଧରି ରଖିବା ପାଇଁ ପ୍ରଭୁ ଯୀଶୁ ଦେଇଛନ୍ତି। ଏଣୁ ପ୍ରଭୁ ନାମରେ ଧନ୍ୟବାଦ। ଏଠି ଆମେ ଦେଖିପାରିଲୁ ଯେ ତୁ ତାଙ୍କର ଅନ୍ୱେଷଣକାରୀ ମାନଙ୍କର ପୁରସ୍କାର ଦାତା, ଏହା ତାଙ୍କ ଛାମୁକୁ ଆସିବା ଲୋକର ବିଶ୍ୱାସ କରିବାର ଆବଶ୍ୟକ। ହାଲେଲୁୟା। ପ୍ରଭୁ ନାମରେ ଧନ୍ୟବାଦ। ଏଣୁ ଗୋଟେ ବିଷୟ, ଏଠି ବିଶ୍ୱାସର ଆବଶ୍ୟକ। ବିଶ୍ୱାସ ନ କଲେ ତାର ସନ୍ତୋଷ ପାତ୍ର ହେଇପାରିବାନି। ସନ୍ତୋଷ ପାତ୍ର ତାର ଗୋଟେ ଉପଯୁକ୍ତ ଲୋକ ଆମେ ହେଇପାରିବା ନାହିଁ। ଏଣୁ ଦ୍ୱିତୀୟ ପିତର 1 ଅଧ୍ୟାୟର ତାର ଆଉ ସେ ଲେଖିଲେ ତାର ଦ୍ୱିତୀୟରେ ଆମେ ପଢିବା, ଯେଉଁମାନେ ଆମ୍ଭମାନଙ୍କ ସହିତ ସମାନ ଭାବରେ ବହୁମୂଲ୍ୟ ବିଶ୍ୱାସ ପ୍ରାପ୍ତ ହୋଇ ଅଛନ୍ତି, ସେମାନଙ୍କ ନିକଟକୁ ପତ୍ର ଲେଖୁଅଛି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଏଠି ଗୋଟେ ଲେଖା ହେଲା ବହୁମୂଲ୍ୟ ବିଶ୍ୱାସ। ବିଶ୍ୱାସରେ ପ୍ରଭୁ ବହୁମୂଲ୍ୟ ବୋଲି କହ। ଏଣୁ ବହୁମୂଲ୍ୟ ବିଶ୍ୱାସ ଆମମାନଙ୍କ ହୃଦୟରେ ରହିବାର ଆବଶ୍ୟକ। ବହୁମୂଲ୍ୟ ବିଶ୍ୱାସ ଧରି ତାଙ୍କ ଛାମୁକୁ ଯିବାକୁ ହବ। ବହୁମୂଲ୍ୟ ବିଶ୍ୱାସ ଧରି ତାଙ୍କର ଆରାଧନା କରିବାକୁ ହବ। ତେଣୁ ପ୍ରଭୁ ନାମରେ ଧନ୍ୟବାଦ ହଉ। ଅନେକ ବିଷୟ ଲେଖା ଅଛି ବିଶ୍ୱାସ। ତେଣୁ ଆଜି ପ୍ରିୟ ବନ୍ଧୁମାନେ, ବିଶ୍ୱାସ କରି এই ଛାମୁକୁ ଆଜି ଆମେ ଆସିଅଛୁ। ବିଶ୍ୱାସ କରି ଆଜି ଆମେ ପ୍ରଭୁ ଯୀଶୁଙ୍କୁ ପାଇଅଛୁ। ଯାରି ଫଳରେ ଆଜି ଆମେ ଜାଗତିକ କିମ୍ବା ଆତ୍ମିକ ଆମେ କୌଣସି ବିଷୟରେ ଭୟ କରୁନାହିଁ। ହାଲେଲୁୟା। କାରଣ ସଦାପ୍ରଭୁ ଆମମାନଙ୍କର ସବର୍ତ୍ତୀ ଅଛନ୍ତି, ଆମମାନଙ୍କର ନିକଟବର୍ତ୍ତୀ ଅଛନ୍ତି। ଯେହେତୁ ବହୁମୂଲ୍ୟ ବିଶ୍ୱାସ ଆମ ହୃଦୟରେ ଅଛି। ହାଲେଲୁୟା। ଏଣୁ ପ୍ରଭୁ ନାମରେ ଧନ୍ୟବାଦ ହଉ। ଏଣୁ ପ୍ରଭୁଙ୍କର ଦାସ ଆମେ ନିମନ୍ତ୍ରଣ କରିବା, ସେ ଛିଡ଼ା ଆମର ପ୍ରେରିତ ମାନେ ଯେପରି ଛିଡ଼ା ହେଇକି ପ୍ରଚାର କଲା ସମୟରେ ତାଙ୍କର ବେଦୀ ହଲୁଥିଲା। ପ୍ରଚାର କଲା ସମୟରେ ଅନେକ ପ୍ରାଚୀନ ମାନେ କି ପ୍ରକାର ବସୁଥିଲେ, କି ପ୍ରକାର ଭାବ ଚିନ୍ତା, କି ପ୍ରକାର ହୃଦୟ ଢାଳୁଥିଲେ, କି ପ୍ରକାର ବେଦନା ଢାଳୁଥିଲେ। ଚାରିଫଳରେ ସେମାନେ ଶକ୍ତି ପ୍ରାପ୍ତ ହୋଇ ଆଶ୍ଚର୍ଯ୍ୟ କର୍ମ ଦେଖିପାରୁଥିଲେ। ପ୍ରଭୁ ନାମରେ ଧନ୍ୟବାଦ ହଉ। ଆସନ୍ତୁ ଆମେ ଈଶ୍ୱରଙ୍କର ବାକ୍ୟ ଶୁଣିବାକୁ ଗଲେ ବିଶ୍ୱାସ ଶାସ୍ତ୍ର ଲେଖା ଅଛି, ଶୁଣିବାରେ ତତ୍ପର, କହିବାରେ ଧୀର ଅଛି। ଏଇଟା ହରଣ କରିବା ପାଇଁ ଜଣେ ମନ୍ତ୍ର ଆତ୍ମା ସେ ଫୁଙ୍କିବ, ଅଧିକାର ପାଇଅଛି। ଆମେ ଯଦି ଦୁର୍ବଳରେ ବସିବା, ଆମେ ଯଦି ଅବିଶ୍ୱାସରେ ବସିବା, ସେ ତଲ୍ଲ ଠକିକି ନେବ। କାରଣ ଏଠାରେ ପରିତ୍ରାଣ ଅଛି। ଏ ବାକ୍ୟ ଶୁଣିବାରେ ଲୋକମାନେ ବିଶ୍ୱାସ କରି ରୋଗରୁ ଆରୋଗ୍ୟ ପାଇଛନ୍ତି, ଛୁଟା ଚାଲିଛନ୍ତି, ଅନ୍ଧ ଦେଖିଛନ୍ତି। ତାର ମହାଶକ୍ତି ଅଛି। ତେଣୁ ଏମାନଙ୍କର ବିପକ୍ଷ ସହିତ ସେ ଠଙ୍କିକି ନେବ। ଏଣୁ ସମ୍ପୂର୍ଣ୍ଣ ହୃଦୟ ଦେବା, ସମ୍ପୂର୍ଣ୍ଣ ଡିପଲି ଆମେ ସମ୍ପୂର୍ଣ୍ଣ ଶୁଣିବା ପାଇଁ, ମନୋଯୋଗୀ ହେବା ପାଇଁ ଆମେ ଚେଷ୍ଟା କରିବା। ଯାହାକି ମରିୟମ ଭଳି ଏ
ପ୍ରଭୁ ଯୀଶୁଙ୍କର ପାଦ ତଳେ ସେ ତାଙ୍କର ବାକ୍ୟ ଶୁଣି ଆପଣା ହୃଦୟରେ ସଞ୍ଚୟ କରୁଥିଲେ। ହାଲେଲୁୟା। ତେଣୁ ଆଜି ବି ସେଇ ପରମେଶ୍ୱର ଆଜି ବି ସେ ବିଶ୍ୱାସ ଦେଇଛନ୍ତି। ସେ ମରିୟମର ବିଶ୍ୱାସ ଆମଠାରେ ହଉ, ସେ ହାନା ଭଣୀଙ୍କର ବିଶ୍ୱାସ ଆମ ହୃଦୟରେ ଆସୁ। ତେବେ ନିଶ୍ଚୟ ଆଜିର ସେବା ପରିଶ୍ରମ ହବ ନା। ତେଣୁ ପ୍ରଭୁଙ୍କର ଦାସକୁ ଆମେ ଆହ୍ୱାନ କରିବା, ସେ ଆମକୁ ଆଉ ପ୍ରଭୁ ନାମରେ ଧନ୍ୟବାଦ ହଉ, ସମ୍ପୂର୍ଣ୍ଣ ଘଣ୍ଟାଟି ଦେଇ ଆମକୁ ପରିପୂର୍ଣ୍ଣ ପ୍ରଭୁ ନାମରେ ଧନ୍ୟବାଦ। ଈଶ୍ୱରଙ୍କର ବାକ୍ୟ ଶୁଣିବା ମାତ୍ରକେ ଜୀବନ ପାଇଛି, ଛୋଟା ଚାଲିଛି। ଏଇଟା ଆମେ ନିଜେ ଅନୁଭବୀ ବାକ୍ୟ କହୁଛୁ, ଆମେ ନିଜେ ବି ଆମ ଜୀବନରେ ହେଇଛୁ। ତେଣୁ ଆମଙ୍କର ବହୁମୂଲ୍ୟ ବିଶ୍ୱାସ, ପ୍ରଭୁଙ୍କର ବହୁମୂଲ୍ୟ ବିଶ୍ୱାସ ଆମେ ବଢ଼ିପାରୁଛୁ। ତେଣୁ ପ୍ରଭୁଙ୍କ ଦାସ ଉଠିବେ, ସେ ବାକ୍ୟ ସତ୍ୟ ଆମମାନଙ୍କୁ ଆତ୍ମିକ ଆହାର ଜୀବନ ଦେଇ ତାଙ୍କ ରାଜ୍ୟ ପାଇଁ ଆମମାନଙ୍କୁ ପ୍ରସ୍ତୁତ କରାଇବେ। ସଦାପ୍ରଭୁ ଏହି ଛୋଟ ସାକ୍ଷର ଆଶୀର୍ବାଦ କରନ୍ତୁ। ସମସ୍ତେ ଆଖି ବନ୍ଦ କରିବା, ପ୍ରଭୁଙ୍କର ନିଜ ନିଜକୁ ସମର୍ପଣ କରିବା। ସମସ୍ତେ ପ୍ରଭୁଙ୍କର ଉପସ୍ଥିତିକୁ ଅଧିକ ଅନୁଭବ କରିବା ପାଇଁ ଯେଭଳି ପବିତ୍ର ଆତ୍ମା ମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଅସ୍ୱୀକାର କରିବେ, ଆପଣଙ୍କର ହୃଦୟ ମନକୁ ପ୍ରସ୍ତୁତ କରିବେ। ତହିଁରେ ଯେପରି ପାଉଲ ପ୍ରଭୁଙ୍କର ବାକ୍ୟ ପ୍ରଚାର କରିବା ସମୟରେ ପ୍ରଭୁ ଲୁଦିଆର ହୃଦୟ ଖୋଲିଦେଲେ, ଆଉ ସେ ତାଙ୍କର ସମସ୍ତ ବାକ୍ୟ ଗ୍ରହଣ କଲା। ସତରେ ଯଦି ଆମେ ବିଶେଷ ଭାବରେ ସତର୍କ ନ ହେବା, ତାହେଲେ ପାପାତ୍ମା ଶୟତାନ ସେ ପକ୍ଷୀ ପରି ଆସି ବାକ୍ୟ ରୂପ ଯେଉଁ ବିହନ ବୁଣା ଯାଇଛି ସେ ତାହା ଖୁଣ୍ଟି ଖାଇ ନେବ ଏବଂ ଆମର ପାଇଁ ତାହା କିଛି ଲାଭ ସ୍ୱରୂପ ହେଇପାରିବ ନାହିଁ। ଈଶ୍ୱରଙ୍କର ବାକ୍ୟ ଯେ ଜୀବନ୍ତ କାର୍ଯ୍ୟ ସାଧକ, ଦୁଇ ଧାର ଖଡ୍ଗ ଠାରୁ ତୀକ୍ଷ୍ଣତର, ଏବଂ ପ୍ରଭୁ ଆପଣ ବାକ୍ୟ ପଠେଇ ସୁସ୍ଥ କରନ୍ତି। ମଧ୍ୟ ଯେତେବେଳେ ପିତର ପ୍ରଭୁଙ୍କ ବାକ୍ୟ କହୁଥିଲେ, ଯେତେ ଲୋକ ଶୁଣୁଥିଲେ ସେମାନେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ। ସେହିପରି ଭାବରେ ଈଶ୍ୱରଙ୍କର ସତ୍ୟ ବାକ୍ୟ ପବିତ୍ର ଆତ୍ମାଙ୍କ ଅଭିଷେକ ଦ୍ୱାରା ପ୍ରଭୁଙ୍କ ଲୋକମାନଙ୍କ ମୁଖରୁ ଶୁଣିବା ସମୟରେ ଆମମାନଙ୍କ ଜୀବନରେ ବିଶେଷ ବିଶେଷ ଘଟଣା ମାନ ଘଟିଯିବ। ହୁଏତ ରୋଗ ସୁସ୍ଥ ହେବ, ଅନ୍ୟ କୌଣସି ପ୍ରକାର ଆଶ୍ଚର୍ଯ୍ୟ କର୍ମ ହେବ, ପବିତ୍ର ଆତ୍ମାରେ ଆମେ ପରିପୂର୍ଣ୍ଣ ହେବା। ଏପରି ବିଶେଷ ବିଶେଷ ଆଉ କାର୍ଯ୍ୟ ପ୍ରଭୁ ସାଧନ କରୁଛୁ। ଏଥିପାଇଁ ଆମେ ଆହୁରି ନିଜ ନିଜକୁ ପ୍ରଭୁଠାରେ ସମର୍ପଣ କରି ପ୍ରସ୍ତୁତ କରିବା। सारे निराशाओं को भूल जाए मेरा मन, आए मसीह के पास जो पाएगा नया जन्म। सारे निराशाओं को आशीष का सूत्र है वो, मांगो जो तुमको मिलेगा, परख देखो तुम्हारा वादा न उसका टलेगा। आशीष का सूत्र है वो, मांगो जो तुमको मिलेगा, परख देखो तुम्हारा वादा न उसका टलेगा। सारे निराशाओं को भूल जाए मेरा मन, आए मसीह के पास जो पाएगा नया जन्म। सारे निराशाओं को
अपने ही पंखों तले ले प्रभु अपनी शरण में, विनाश न हो जाए हम निराशा की अंधी उड़े, अपने ही पंखों तले ले प्रभु अपनी शरण में, विनाश न हो जाए हम निराशा की अंधी उड़े, सारे निराशाओं को भूल जाए मेरा मन, आए मसीह के पास जो पाएगा नया जन्म, सारे निराशाओं को, सारे निराशाओं को, सारे निराशाओं को। पास्टर सैमसन टिके प्रार्थना करो। पवित्र पुराकांत जीवित ईश्वर पुत्र प्रभु यीशु तुम नामକୁ ଧନ୍ୟବାଦ ଦେଉଛି ପ୍ରଭୁ। ସମାଧି ଅନ୍ତକ କ୍ଷତି ଆରମ୍ଭ କରୁଛ ତୁମେ ଶେଷ କରିବ ଈଶ୍ୱର। ଗତ ସନ୍ଧ୍ୟା ଠାରୁ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରଭୁ ତୋ ଦାସଙ୍କୁ এই ପ୍ରେମନଗର ମଣ୍ଡଳୀ ରଖି ଓ ପ୍ରଭୁ କେବେଠାରୁ ଆଜ ପର୍ଯ୍ୟନ୍ତ ଓ ପ୍ରଭୁ ଆମକୁ ସୁନ୍ଦର ବାକ୍ୟ ଦେଇ ଉତ୍ସାହିତ କରି ଉଦ୍ଦୀପିତ କରିଅଛ। ତୁମ ନାମର ଧନ୍ୟବାଦ, ତୁମ ନାମର ଧନ୍ୟବାଦ, ତୁମ ନାମର ଧନ୍ୟବାଦ, ତୁମ ନାମର ଧନ୍ୟବାଦ। ହେ ପ୍ରଭୁ ତୁମ ଦୟାର ସାଗର କ୍ରୋଧରେ ଧୀର ସ୍ନେହକୁ ପାଇଁ ଅତ୍ୟନ୍ତ ଦୟାଳୁ ଈଶ୍ୱର ଆମକୁ ଦୟାକରି ଓ ପ୍ରଭୁ ତୁମ ଦାସଙ୍କୁ ପ୍ରେରଣ କଲ ଆମଙ୍କର ଦୁର୍ବଳ ଜୀବନକୁ ସବଳ କରିବା ନିମନ୍ତେ, ଆମକୁ ସମ୍ପୂର୍ଣ୍ଣ ଭାବେ ତୁମ ନିକଟବର୍ତ୍ତୀ କରିବା ନିମନ୍ତେ, ପଡ଼ିଥିବା ଲୋକମାନଙ୍କୁ ଉଠାଇବା ନିମନ୍ତେ ପ୍ରଭୁ ଆଜି ଏ ବର୍ଷାକାଳୀନ ଋତୁ ମଧ୍ୟରେ ପ୍ରଭୁ ତୁମର ଦାସଙ୍କୁ ଆଣି ଓ ପ୍ରଭୁ ଏତେ ସୁନ୍ଦର ଭାବରେ ଆମକୁ ତୁମେ ଓ ପ୍ରଭୁ ଆଉ ବାକ୍ୟ ଶୁଣାଇବାକୁ ସୁଯୋଗ ଦେଉଛ। ତୁମ ନାମର ଧନ୍ୟବାଦ। ତୁମର ଦାସଙ୍କୁ ତୁମେ ଦୟାକର, ଅନୁଗ୍ରହ କର, ଆଶୀର୍ବାଦ କର, ତାଙ୍କର ମନବାଞ୍ଛା ପୂର୍ଣ୍ଣ କର, ତାଙ୍କର ଉଦ୍ଦେଶ୍ୟ ତୁମେ ସଫଳ କର, ତାଙ୍କର ଯୋଜନା କ'ଣ ପ୍ରଭୁ ତାହା ତୁମେ ଜାଣିଛ, ତାହା ତୁମେ ସଫଳ କର। ହାଲେଲୁୟା 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 ହାଲେଲୁୟା। ବରବଶ୍ୟାର ବରବନ୍ଦ୍ର ବତ୍ତାନ ଗୁରୁବିଷ୍ଣୁ ଗୁରୁତ୍ତଲର ବରିୟାରବା ଦାରି ଖଲର ବରିଶାର ବରିୟାରବା। Glory be your mighty name. Thank you, Father Almighty God. ପ୍ରଭୁ ତୁମ ନାମର ଧନ୍ୟବାଦ। ଗତ ସନ୍ଧ୍ୟାଠାରୁ ଆଜ ପର୍ଯ୍ୟନ୍ତ ପ୍ରଭୁ ଏହି ସ୍ଥଳରେ ଆମେ ଅଛୁ। ଓ ସକାଳେ ମୁଁ ବେରମପୁର ଯାଇଥିଲି। ଓ ବେରମପୁର ପୁଣି ପ୍ରଭୁ ଆଉ ଯେତେବେଳେ ମୁଁ ପହଞ୍ଚିଛି ମୁଁ ମନରେ ଭାବୁଥିଲି ଓ ପ୍ରଭୁ ଆଉ ସନ୍ଧ୍ୟା ପ୍ରାର୍ଥନା ମୁଁ ପହଞ୍ଚାଇ ପାରିବି କିମ୍ବା ନାହିଁ, ମାତ୍ର ମୋତେ କୁଶଳରେ ଆଣିଲ ଏ ସଭାଗୀତାରେ ବସି ଓ ପ୍ରଭୁ ସୁନ୍ଦର ବାକ୍ୟ ଶୁଣିବା ପାଇଁ, ତୁମର ଗୌରବ ପ୍ରଶଂସା କରିବା ପାଇଁ ଓ ପ୍ରଭୁ ସୁନ୍ଦର ସମୟ ଦେଇଛ। ତୁମ ନାମର ଧନ୍ୟବାଦ ଦେଉଛି। ଆଜିର ପରିବେଶକୁ ଆତ୍ମିକ ପରିବେଶରେ ପରିଣତ କର। ପ୍ରତ୍ୟେକ ଲୋକଙ୍କୁ ଉତ୍ସାହିତ ଉଦ୍ଦୀପିତ ହେବାକୁ ଦିଅ। ପ୍ରତ୍ୟେକ ଲୋକଙ୍କର ବାକ୍ୟ ଶୁଣିବା ପାଇଁ ମନୋଯୋଗୀ ହୁଅନ୍ତୁ। ଶୈତାନ ଯେପରି ଆନନ୍ଦକୁ ହରଣ କରି ନ ହେବ ଏଥିପାଇଁ ପ୍ରତ୍ୟେକ ଜାଗ୍ରତ ହୁଅନ୍ତୁ, ପ୍ରସ୍ତୁତ ହୁଅନ୍ତୁ। ହାଲେଲୁୟା 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 ହାଲେଲୁୟା। ବର୍ତ୍ତମାନ ଯେଉଁ ବାକ୍ୟ ଆମେ ଶୁଣିବୁ ପ୍ରଭୁ ପ୍ରତ୍ୟେକଙ୍କୁ ସଚେତନ କର, ଜାଗ୍ରତ ହେବାକୁ ଦିଅ, ପ୍ରସ୍ତୁତ ହେବାକୁ ଦିଅ। ମନ ପ୍ରାଣ ଆତ୍ମା ଦେଇ ଏ ବାକ୍ୟ ଶୁଣି ଓ ପ୍ରଭୁ ହୃଦୟ ରଖି ଓ ପ୍ରଭୁ ତୁମର ଗୌରବ ପ୍ରଶଂସା କରି ବାକ୍ୟ ଅନୁମୋଦିତ ଜୀବନ ଯାପନ କରିବା ପାଇଁ ଆଶୀର୍ବାଦ କର। ଗତକାଲି ପବିତ୍ର ଆତ୍ମାଙ୍କ ବିଷୟରେ ତୁମେ ଶିକ୍ଷାଦାନ କର। ଅନେକ ଲୋକଙ୍କର ଆତ୍ମା ପ୍ରାପ୍ତ ଅଛନ୍ତି ସତ କଥା, କିନ୍ତୁ ଆତ୍ମାରେ ପରିପୂର୍ଣ୍ଣ ହୋଇନାହାନ୍ତି। ଆଉ ତାର ଓ ଜ୍ୱଳନ୍ତ ଉଦାହରଣ ଦୁଇଟା ଗ୍ଲାସରେ ପାଣି ଓ ଢାଳି ଓ ପ୍ରଭୁ କାଲି ତାର ସମସ୍ତ ବିଷୟ ସେ ଦେଖେଇଲେ ଆଉ ଜାଣିବା ପାଇଁ ଦେଲେ। ସେପରି ଆଜି ଅନେକ ଲୋକମାନେ ଆତ୍ମା ପାଇଛନ୍ତି ମାତ୍ର ପରିପୂର୍ଣ୍ଣ ହୋଇନାହାନ୍ତି। ଏ ଦିନମାନଙ୍କରେ ପ୍ରଭୁ ଆମମାନଙ୍କୁ ପରିପୂର୍ଣ୍ଣ ହେବାକୁ ଦିଅ, ପରିପୂର୍ଣ୍ଣ ହେବାକୁ ଦିଅ। ହାଲେଲୁୟା 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 ହାଲେଲୁୟା। ଧନ୍ୟବାଦ ଧନ୍ୟବାଦ। ଆଜିର ପରିବେଶକୁ ତୁମ ଚଞ୍ଚଳ ରଖୁଛ ପ୍ରଭୁ, ଯେପରି ଆମେ ସମସ୍ତେ ଶୃଙ୍ଖଳିତ ଭାବରେ ବାକ୍ୟ ଶୁଣି ଉତ୍ସାହିତ ହୋଇ ଓ ପ୍ରଭୁ ତୁମର ସଦା ସର୍ବଦା ତୁମଠାରେ ରହି ଗୌରବ କରିପାରିବୁ। ଏଥିନିମନ୍ତେ ପ୍ରଭୁ ଦୟାକରି ଆଶୀର୍ବାଦ। ପ୍ରାର୍ଥନା ଶୁଣିବ। ଧନ୍ୟବାଦ ଯୀଶୁଙ୍କ ନାମରେ। Amen. Praise the Lord. Praise the Lord. Hallelujah. 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 Praise the Lord. Praise the Lord. Praise the Lord. Praise the Lord. दिने प्रभु जीशुଙ୍କ ନିକଟକୁ ଜଣେ ଧନୀ ଯୁବା ଲୋକ ଆସି କ'ଣ ପ୍ରଶ୍ନ କଲେ, ହେ ଗୁରୁ ଅନନ୍ତ ଜୀବନ ପାଇବେ ମୁଁ କ'ଣ କରିବି? ଯୀଶୁ କହିଲେ ତୁମେ ଆଜ୍ଞା ସବୁ ପାଳନ କର। ସେ କହିଲା କି ପ୍ରକାର ଆଜ୍ଞା ମୁଁ ପାଳନ କରିବି? ଆଉ ଯୀଶୁ ତାକୁ କହିଲେ ଏପରି ଏପରି ଆଜ୍ଞା ସବୁ ପାଳନ କର। ଆଉ ସାର୍ ମୁଁ ଏସବୁ ଯୌବନ କାଳରୁ କରିକି ଆସିଛି, ଆଉ କ'ଣ ଅଣା ଅଛି? ଯୀଶୁ କହିଲେ ତୁମର ଗୋଟିଏ ଅଣା ଅଛି। କ'ଣ ସେଇଟା?
ତୁମର ଯାହା ଅଛି ସର୍ବସ୍ୱ ବିକ୍ରୟ କରି ଦରିଦ୍ର ମାନଙ୍କୁ ଦାନ କର, ସ୍ୱର୍ଗରେ ଧନ ପାଇବ। ତମେ ସିଦ୍ଧ ହବ ଆଉ ମୋର ଆଶା ଅନୁଗମନ କର। ମାତ୍ର ତାର ବହୁତ ସମ୍ପତ୍ତି ଥିବା ହେତୁରୁ ସେ ଦୁଃଖିତ ହେଇ ଚାଲିଗଲା। ଆଉ ଯୀଶୁ କଣ କହିଲେ ତା ବିଷୟରେ? ସୂଚୀର ଓଟର ଗଳିଯିବା ସହଜ, ଧନୀ ଲୋକର ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବା ଅପେକ୍ଷା ସୂଚୀର ଛିଦ୍ର ଦେଇ ଛୁଞ୍ଚିର ଆଉ ଛିଦ୍ର ଦେଇ ଓଟ ଗଳିଯିବା ସହଜ। ତାହେଲେ କି ସେ ଯେ ସବୁ କିଛି ସେ କରୁଛ, ମାତ୍ର ଯୀଶୁ କହିଲେ ତୁମର ଗୋଟିଏ 2ଟା 3ଟା ନାହିଁ, 10ଟା 15 20ଟା ନାହିଁ, କହିଲେ ଗୋଟିଏ ମାତ୍ର ଊଣା ଅଛି, ଯୋଉଟା ପାଇଁ ସ୍ୱର୍ଗ ଯିବା ତମ ପାଇଁ କଷ୍ଟକର ହବ। ଆମେ କଣ କରିପାରିବା ଅଛି ମୋର କିଛି ଊଣା ନାହିଁ ବୋଲି? ତାହେଲେ କେତେ ଆମକୁ କମ୍ପିବାକୁ ଅଛି। ଲେଖା ଅଛି ଭୟ ଓ କମ୍ପ ସହ ଆପଣ ପରିତ୍ରାଣ ସାଧନ କର। ତେଣୁ ପ୍ରଭୁଙ୍କ ବାକ୍ୟରେ ଆମେ ଟିକେ ମନୋଯୋଗ କରିବା, ସମସ୍ତେ ଧ୍ୟାନ କରନ୍ତୁ। ସବୁ ବିଷୟ ଭୁଲି ଯାଇକି ଆମେ ନିଜର ଊଣା ବିଷୟ ଆଜି ଦେଖିବା ଦରକାର। ଗୋଟିଏ ବିଷୟ ଊଣା ଥିବାର ସ୍ୱର୍ଗ ରାଜ୍ୟ ଯିବା ସମ୍ଭବ ହେଲା ନାହିଁ। ଆମେ କଣ କହିପାରିବା ଦୃଢ ଭାବରେ ମୋର କିଛି ଊଣା ନାହିଁ ବୋଲି? ଯୋଉ ଲୋକଟା ସେ ଧନୀ ଯିବା ଲୋକଟା ଏ ସମସ୍ତ ଆଜ୍ଞା ମୁଁ ଯୌବନ କାଳରୁ ପାଳନ କରି ଆସୁଛି, ଆମେ କଣ କହିପାରିବା ସେମିତି? ତାହେଲେ କଣ ହବ ଆମ ଅବସ୍ଥା? ତାକୁ ଯେତେବେଳେ ତା ବିଷୟରେ ଯୀଶୁ ଏପରି କଥା କଲେ ଆମକୁ କଣ ଛାଡ଼ିଦେବା ହାଲୁକାରେ? ନାଇଁ, କୌଣସି ବିଷୟରେ ଆମେ ଯେପରି ଊଣା ନ ପଡୁ, ଏଟା ପ୍ରଭୁଙ୍କର ଇଚ୍ଛା। ତେଣୁ ଆଜି ପ୍ରଭୁଙ୍କ ବାକ୍ୟ ଧ୍ୟାନ କରିବା ସମୟରେ ଆମର ଊଣା ବିଷୟଟାକୁ ଆମର ଟିକେ ଦେଖିବା ପାଇଁ ଆମେ ସମସ୍ତେ ଚେଷ୍ଟା କରିବା। ଆମମାନଙ୍କୁ ଊଣା ବିଷୟ ସବୁ ପାଇଁ ଆମକୁ ଅନୁତାପ କରିବାକୁ ହବ। ଏ ସବୁଗୁଡାକ ମୋ ଜୀବନରେ ଊଣା। ମୁଁ ଯେତେବେଳେ ପ୍ରଭୁଙ୍କର ବାକ୍ୟ କହିବି ଆମେ ଦେଖିବା ଆମମାନଙ୍କ ଠାରେ କେତେଟା ଊଣା ବିଷୟ ରହିଛି ଏବଂ ପ୍ରଭୁଠାରେ ପ୍ରାର୍ଥନା କରିବାକୁ ମତେ এই ସୁଯୋଗ ତମେ ଦେଇଛ, ସେଥିପାଇଁ ଧନ୍ୟବାଦ। ଏ ବାକ୍ୟ ଶୁଣିବାକୁ ଦେଇଛ, ଧନ୍ୟବାଦ। ମୁଁ ଖାଲି ଗୀତ ଗାଉଛି, ଆନନ୍ଦ କରୁଛି, ଖୁସି ହଉଛି, ସ୍ୱର୍ଗ ଯାଇପାରିବି ନାହିଁ। ମୁଁ ସ୍ୱର୍ଗଟା ଏମିତି ଗୋଟେ ସ୍ଥାନ ନାହିଁ ଯେମିତି ଆମର ପାଷ୍ଟର ସାମସନ କଲେ ଆଜି ଗୋଟେ ବିଶେଷ କାର୍ଯ୍ୟରେ ସେ ବ୍ରହ୍ମପୁର ଯାଇଥିଲେ, ଫେରିକି ଆସିଥିଲେ। ସେଟା ବ୍ରହ୍ମପୁର ନାହିଁ କି ଭୁବନେଶ୍ୱର ନାହିଁ କି କଟକ ନାହିଁ କି ଆମେରିକା ନାହିଁ, ପଇସା ଦେଇକି ବାସରେ କି ଟ୍ରେନରେ କି ପ୍ଲେନରେ ଚାଲି ଯାଇକି ଆସିବ। ସ୍ୱର୍ଗ ରାଜ୍ୟ ଏମିତି ଗୋଟେ ସ୍ଥାନ ଯାହା ବିଷୟରେ ଲେଖା ହେଲା ଅନେକ ଚେଷ୍ଟା କରିବେ କିନ୍ତୁ ପାରିବେ ନାହିଁ। କଣ ଏତେ ସହଜରେ ଆମେ ଚାଲିଯିବା? ଗୀର୍ଜା ପ୍ରାର୍ଥନା କଲେ ଏମିତି ସହଜରେ ମାନେ ଆଉ ସେଇ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବା? ତେଣୁ କୌଣସି ବିଷୟ ଗୁଡାକ ଆମମାନଙ୍କୁ ଊଣା ଅଛି। ଆଉ ଏ ସୁଯୋଗ ପ୍ରଭୁ ଆମକୁ ଦେଇଛନ୍ତି, ଏଥିପାଇଁ ପ୍ରଭୁଙ୍କର ଧନ୍ୟବାଦ କରୁଛି। ଗୋଟେ ବିଶେଷ ବାକ୍ୟ ଦ୍ୱାରା ମୁଁ ସେଇ ଊଣା ବିଷୟ ଗୁଡାକ ପ୍ରକାଶ କରିବି। ଆଉ ଯାହା ଏମାନଙ୍କ ସମସ୍ତଙ୍କ ନିମନ୍ତେ ଆବଶ୍ୟକ, କେହି ଜଣେ ସ୍ପଷ୍ଟ ରୂପେ ବାଇବେଲ ପଢିବେ। ପ୍ରଥମେ ହେଲା ପ୍ରଥମ କରନ୍ତି 11 ପର୍ବର 1 ପଦ, ଶୀଘ୍ର କରି ଯିଏ ବି ପାଇଛନ୍ତି। ପ୍ରଥମ କରନ୍ତି 11 ପର୍ବର 1 ପଦ। ମୁଁ ଯେପରି ଖ୍ରୀଷ୍ଟଙ୍କ ଅନୁକାରୀ, ତୁମ୍ଭେମାନେ ମଧ୍ୟ ସେହିପରି ମହାନ ଅନୁକାରୀ ହୁଅ। ମୁଁ ଯେପରି ଖ୍ରୀଷ୍ଟଙ୍କ ଅନୁକାରୀ, ତୁମେମାନେ ମଧ୍ୟ ସେହିପରି ମୋର ଅନୁକାରୀ ହୁଅ। ତାପରେ ପ୍ରଥମ କରନ୍ତି 4 ପର୍ବର 16 ପଦ। ଏଣୁ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରେ, ତୁମ୍ଭେମାନେ ମହାନ ଅନୁକାରୀ ହୁଅ। ଆଚ୍ଛା, ଏବେ ସନକୁ ଦିଅ। ସେ ପଢିବା ପାଇଁ ଚେଷ୍ଟା କରିଥିଲା କିନ୍ତୁ ଟିକେ ପଛରେ ପଡିଗଲା। ଫିଲିପିଓ 3 ପର୍ବର 17 ପଦ ପଢ ସନୁ। ବିଳମ୍ବ କଲେ ରୁତ ଅଛି, ଅପେକ୍ଷା ରେଡି ହେଇକି ଅଛି। ହେ ଭାତୃଗଣ, ତୁମେମାନେ ଏକତ୍ର ମିଳି ମୋହର ଅନୁକାରୀ ହୁଅ। ପୁଣି ଆମମାନଙ୍କ ଠାରେ ଯେଉଁ ଆଦର୍ଶ ଦେଖୁଅଛ, ଯେଉଁମାନେ ତଦନୁଯାୟୀ ଆଚରଣ କରନ୍ତି ସେମାନଙ୍କ ପ୍ରତି ଦୃଷ୍ଟି କର। ଦେଖ ଗୋଟେ କଥା ଲେଖା ହେଇଛି ଏଠି, ଏଟା ଏସବୁ ଲେଖା ପାଉଲଙ୍କର। ପାଉଲ ଜଣେ ଶ୍ରେଷ୍ଠ ପ୍ରେରିତ। ସେ କହୁଛନ୍ତି ତୁମେ ମୋ ପରି ହୁଅ। ଆମକୁ ପାଉଲଙ୍କ ପରି ହେବାକୁ ହବ। ହେ ଭାତୃଗଣ, ତମେ ସମସ୍ତେ ମିଶିକି ମୋ ପରି ହେଇଯାଅ, କାରଣ ମୁଁ ଖ୍ରୀଷ୍ଟଙ୍କ ପରି ହେଇଛି। ଆଉ ଯୋଉ ଆଦର୍ଶ ଆମ ଠାରେ ଦେଖିଛ, ଏପରି ଯୋଉମାନଙ୍କ ପାଖରେ ଅଛି, ଆଉ ସେମାନଙ୍କ ପ୍ରତି ଦୃଷ୍ଟିପାତ କର। ଆମେ କଣ ପାଉଲଙ୍କ ପରି ପ୍ରଭୁଙ୍କର ସେବା କରୁଛୁ କିମ୍ବା ପ୍ରଭୁଙ୍କର କାର୍ଯ୍ୟ କରୁଛୁ? ଆମେ କଣ ପ୍ରଭୁ ଆମକୁ ନିର୍ଦ୍ଦିଷ୍ଟ କରି ପଚାରୁଛନ୍ତି, ହେ ଭାତୃଗଣ, ଭାଇମାନେ ସମସ୍ତଙ୍କୁ ପବିତ୍ର ଆତ୍ମା ଆମକୁ କହୁଛନ୍ତି ତମେ କଣ ପାଉଲଙ୍କ ପରି? এই ପ୍ରଶ୍ନର ଉତ୍ତର ଆମେ ଖୋଜି ବାହାର କରିବାକୁ ହବ। ଆଉ ଟିକେ ଭଲ ଗୋଟେ ଲେସନଟା, ମୁଁ ଗୋଟେ ଶିକ୍ଷାଟା ଆଜି ଦେବାକୁ ମୁଁ ଚାହୁଁଛି।
ଆଠଟା ଭିତରେ ସାରିବାକୁ ଅଛି। ଆଉ ଟିକେ ବିଶେଷ ଖାଇବା ପିଇବାର ମଧ୍ୟ ଟିକେ ଆୟୋଜନ ହେଇଛି, ତେଣୁ ଯେମିତି ଅସୁବିଧା ହବନି ଖାଇବା ପିଇବାରେ। ଛୋଟ ପିଲାମାନେ ମଧ୍ୟ ଅଛନ୍ତି। ପାଷ୍ଟର ଆଉ ଦାନିଏଲ ମତେ କହିଲେ 6ଟାରୁ ଆରମ୍ଭ କରିବା, 8ଟା ଭିତରେ ସାରିବା। ତେଣୁ ନହେଲେ ଛୋଟ ପିଲାମାନେ ବିଳମ୍ବରେ ସେମାନେ ଶୋଇପଡ଼ିବେ, ଖାଇବା ପିଇବା କରିବେ ନାହିଁ। ମୁଁ 6ଟା ପୂର୍ବରୁ ପୁରା ରେଡି ହେଇଗଲି, କିନ୍ତୁ ଆସିଲା ବେଳେ ସମସ୍ତଙ୍କର ଗତକାଲି ବି କହିଥିଲା, କିନ୍ତୁ ଲେଟ୍ ହେଇକି 6:30 ହେଇଗଲା ଆରମ୍ଭ କରିବା। ତେଣୁ 8ଟାରେ ସାରିବାକୁ ହେଲେ ମାତ୍ର 1.5 ଘଣ୍ଟା ଆମ ହାତରେ ଅଛି, ଆମକୁ ମିଳିଲା। ସେ 1.5 ଘଣ୍ଟା ଭିତରେ ମୁଁ ଯାହା ପ୍ରଭୁଙ୍କର କଥା କହିବି। ଆଉ ବର୍ତ୍ତମାନ ତ 7:15 ହେଲା। ନିଶ୍ଚୟ ତା ଭିତରେ ପ୍ରଭୁଙ୍କର ସେବା କାର୍ଯ୍ୟ ଶେଷ ହବ, କିନ୍ତୁ ଭଲରେ ମନ ପ୍ରାଣ ଦବା ମାନେ ପ୍ରଭୁଙ୍କର ବାକ୍ୟକୁ ଧ୍ୟାନ କରିବା ପାଇଁ। ଖାଉଛୁ ସବୁବେଳେ ଖାଇବା ମଧ୍ୟ ନ ଖାଇଲେ ବି କିଛି ଅସୁବିଧା ନାହିଁ, କାରଣ ଈଶ୍ୱରଙ୍କ ରାଜ୍ୟ ଭଜନ ପାନ ନୁହେଁ। ଧାର୍ମିକତା, ଶାନ୍ତି, ପବିତ୍ର ଆତ୍ମାର ଆନନ୍ଦ, ଭଲ ଖାଇବା ପିଇବା ମାନଙ୍କୁ ସ୍ୱର୍ଗ ରାଜ୍ୟକୁ ନେଇ ପାରିବ ନାହିଁ। କିନ୍ତୁ ପ୍ରଭୁଙ୍କର ବାକ୍ୟରେ ଆମେ ମନୋଯୋଗ କଲେ ଆଉ ତାହା ଆମକୁ ଯୋଗ୍ୟ ପ୍ରସ୍ତୁତ କରିବ। ଆମକୁ ପାଉଲଙ୍କ ପରି ଯଦି ହବାକୁ ଅଛି, ପାଉଲ କେତେ ଉପରେ ଅଛନ୍ତି, ଆମେ କେତେ ତଳେ ଅଛୁ, ଆମକୁ ସେ ଉପରକୁ ଯିବାକୁ ହବ। କାରଣ ପ୍ରଭୁ କହିବେ ପାଉଲ ତ ଜଣେ ମଣିଷ ଥିଲେ, ତମେ ମଧ୍ୟ ମଣିଷ, ସେ ସ୍ୱର୍ଗଦୂତ ନଥିଲେ, ତମେ କାହିଁକି ତାଙ୍କ ପରି ହେଇପାରିବ ନାହିଁ। କଣ ମୁଁ କହିବା ପାଇଁ ଚାହୁଁଛି, ସେ ବିଶେଷ ଆଉ ଯୋଉ ଲେସନଟା, ଯୋଉ ଶିକ୍ଷାଟା ମୁଁ ଆଜି ଗୋଟିଏ ସେଟା ଏପରି ଗୋଟେ ବିଷୟ, ଆଉ ସେଟା ହଉଛି ପ୍ରେରିତ ମାନଙ୍କର ଆଉ ସେବା କାର୍ଯ୍ୟ, ପ୍ରେରିତ ମାନଙ୍କ କାର୍ଯ୍ୟର ବିଶ୍ଳେଷଣ, ପ୍ରେରିତ ମାନଙ୍କ ସେବା କାର୍ଯ୍ୟର ବିଶ୍ଳେଷଣ, anatomy of apostolic ministry। ପ୍ରେରିତ ମାନଙ୍କ ସେବା କାର୍ଯ୍ୟର ବିଶ୍ଳେଷଣ, ଗୋଟେ ଆନାଲିସିସ୍, ତାକୁ କିଛି ଆଉ ବର୍ଣ୍ଣନା କରିବା, ଇଭାଲୁଏସନ, ତାର ମୂଲ୍ୟାଙ୍କନ କରିବା। କେମିତି ସେମାନେ ସେବା କାର୍ଯ୍ୟ କରୁଥିଲେ ପାଉଲ ଏବଂ ଅନ୍ୟ ପ୍ରେରିତ ମାନେ। ଆମର ସେବା କାର୍ଯ୍ୟ, ଆମ ଧର୍ମ ଜୀବନ ସେମିତି ହବାକୁ ପଡିବ। ତେଣୁ ମୁଁ ସବୁବେଳେ ପାଉଲଙ୍କୁ ମୋର ସାମ୍ନାରେ ରଖି ମୁଁ କାର୍ଯ୍ୟ କରେ। ଯେହେତୁ ସେ 3ଟା ଜାଗାରେ ଏତେ ଦୃଢତାର ସହିତ କଲେ, ତୁମମାନେ ସବୁ ମୋ ପରି, କେତେ କନଫିଡେଣ୍ଟଲି ସେ କହୁଛନ୍ତି। କୋଉ ପ୍ରକାର ଜୀବନ ସେ କାଟୁ ନଥିବେ। ଆମେ ଯଦି ଚିନ୍ତା କରିବା, ନିଶ୍ଚୟ କାହାଠାରେ ଏ ଉତ୍ତର ମିଳିବ ନାହିଁ। ତୁମେ କଣ ପାଉଲଙ୍କ ପରି? ହଁ, ମୁଁ ପାଉଲଙ୍କ ପରି ଆମେ କହିପାରିବୁ କି ଯାହା ପ୍ରାର୍ଥନା କରୁଛୁ ଅନେକ କିଛି ବିଷୟ। ମୁଁ ଗୋଟିଏ କମ୍ପାରେଟିଭ ଷ୍ଟଡି ନେଇଛି, ନିଜେ ହିଁ ପ୍ରସ୍ତୁତ କରି। ମୁଁ କେବେ କୌଣସି ରେଫରେନ୍ସ ବାଇବଲ ଦେଖେ ନାହିଁ, କାହାଠାରୁ କିଛି ଗୋଟେ ଶିକ୍ଷା କୌଣସି ଲୋକଙ୍କ ଠାରୁ ମୁଁ ନିଏ ନାହିଁ। ପବିତ୍ର ଆତ୍ମା ଯେମିତି ମୋତେ ଶିଖାନ୍ତି ସେହିପରି ଭାବରେ ମୁଁ ପ୍ରଭୁଙ୍କର ବାକ୍ୟ ସବୁ ଜାଗାରେ କୁହେ ଏବଂ ସବୁବେଳେ ଆଉ ଯାହା ପବିତ୍ର ଆତ୍ମା ଦିଅନ୍ତି ନୂତନ 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 ଭାବରେ। ଆଜି ବି ଏଇଟା ଯାହା ମୁଁ କହୁଛି, କେବେ କୋଉଠି କଟକ ବା କୋଉଠି ମୁଁ ପ୍ରଚାର କରି ନାହିଁ। ମୁଁ ପ୍ରାର୍ଥନାରେ ବସି ପବିତ୍ର ଆତ୍ମା ଯାହା ଶିଖେଇଲେ ସେଇ ବିଷୟକୁ ମୁଁ କହିବା ପାଇଁ ଆଉ ଯାଉଛି। ଯେ ଆନାଟମି ଅଫ ଆପୋଷ୍ଟଲିକ ମିନିଷ୍ଟ୍ରି, ପ୍ରେରିତିକ ଆଉ କାର୍ଯ୍ୟର ଗୋଟିଏ ବିଶ୍ଳେଷଣ, ଆଉ ତାର ଗୋଟେ କମ୍ପାରେଟିଭ ଷ୍ଟଡି, ମାନେ ଗୋଟେ ତୁଳନାତ୍ମକ ଅଧ୍ୟୟନ। ଏଥିରେ ମୁଁ 11 ଲାକ୍ସ ବିଷୟରେ କହିବି। 11 ଲାକ୍ସ ମାନେ କଣ କହିବ? ଏକ୍ସାକ୍ଟଲି, ମାନେ ମୁଁ ଭାବିଲି କାଲି ଟିକେ କନଫ୍ୟୁଜ ହେଇଯିବ, ଲାଖ କହିଲେ ଲକ୍ଷ ବଳି। ତେଣୁ 11 ଲାକ୍ସ ହେଲା 11ଟା ଉଣା। ଦେଖିବା ଆ ଭିତରେ ଆମେ କୋଉଠି ଅଛୁ। ମୁଁ କାହାକୁ ପଚାରିବିନି କାହାର କେତେ ଅଣା ଅଛି, ନିଜେ ନିଜେ ଖୋଜିକି ଆମେ ବାହାର କରିବାକୁ ହବ। କମ୍ପାରେଟିଭ ଷ୍ଟଡି ମାନେ ତୁଳନାତ୍ମକ ଆଉ ଶିକ୍ଷା ମାନେ ସେ ପ୍ରେରିତ ମାନେ କଣ କରୁଥିଲେ, ଆମେ କଣ କରୁଛୁ, ତାଙ୍କର କାର୍ଯ୍ୟ କେମିତି ଥିଲା, ଆମର କାର୍ଯ୍ୟ କେମିତି, ତାଙ୍କ ଧର୍ମ ଜୀବନ କଣ ଥିଲା, ଆମର କେମିତି, ଗୋଟିଏ ତୁଳନା। ତା ଭିତରେ 11ଟା ବିଷୟ ଆସିବ। ଗୋଟିଏ ହେଲା ଆମଠାରେ ଉଣା କଣ ଅଛି, 11ଟା ମୁଁ ଖୋଜି ଖୋଜି ଚିନ୍ତା କରି ପାଇଲି ବା ଅନେକଙ୍କ ଠାରେ ସମୟ ରହିଛି। ପ୍ରଥମ ଉଣା, ଫର୍ଷ୍ଟ ଲାକ୍ ହଉଛି ଲାକ୍ ଅଫ କଲିଂ, ଆହ୍ୱାନର ଅଭାବ। ମାନେ ଅନେକ ପ୍ରଭୁଙ୍କର କାର୍ଯ୍ୟ କରୁଛନ୍ତି, ମାତ୍ର ପ୍ରଭୁଙ୍କର ଆହ୍ୱାନ ସେମାନଠାରେ ନାହିଁ। ସେମାନେ ନିଜ ଜ୍ଞାନରେ କରୁଛନ୍ତି, ନିଜର ବୁଦ୍ଧିରେ, ଟଙ୍କା ପଇସା ଦ୍ୱାରା,
বিভিন্ন ଲୋକମାନଙ୍କର ସାହାଯ୍ୟ ସହାନୁଭୂତିରେ, କିନ୍ତୁ ପ୍ରଭୁ ଯୀଶୁ ସେମାନଙ୍କୁ କେବେ ଆହ୍ୱାନ କରିନାହାନ୍ତି। ଯେପରି ପାଉଲଙ୍କୁ ଆହ୍ୱାନ କଲେ, କଥା କହିଲେ, ପିତଳ ଆଉ ସେ ଆନ୍ଦ୍ରିୟ ଯାକୋବ ଜଣକୁ ମୋର ଅନୁଗାମୀ ହୁଅ, ମୁଁ ତୁମକୁ ମନୁଷ୍ୟ ଧରିବା ଶିଖେଇବି। ଅନେକଙ୍କ ଠାରେ ସେ ଆହ୍ୱାନ ନାହିଁ। ସେମାନେ ପ୍ରଭୁଙ୍କର କାର୍ଯ୍ୟ ବିଶେଷ ଭାବରେ ଦାୟିତ୍ୱ ପଦବୀ ନେଇ ବାଳକ ପ୍ରଚାରକ ଭାବରେ କରିପାରିବେ ନାହିଁ। ଏଫେସୀୟ 4:11 ପଦ ଲେଖା ହଉଛି, ଆଉ 10-11 ପଦ ଲେଖା ହଉଛି, ସେ କାହା କାହାକୁ ପ୍ରେରିତ, ତାପରେ ଭାବବାଦୀ, ସୁସମାଚାର ପ୍ରଚାରକ, ବାଳକ ଓ ଶିକ୍ଷକ କରି ନିଯୁକ୍ତ କଲେ। ତେଣୁ ବାଇବଲ ଲେଖା ହଉଛି, ତୁମର ଆହ୍ୱାନର ଯୋଗ୍ୟ ଆଚରଣ କର, ଯେପରି ତୁମେ ଝୁଣ୍ଟି ପଡ଼ିବ ନାହିଁ। ଏଥିପାଇଁ ତୁମର ଆହ୍ୱାନ ଆଉ ମନୋନୟନକୁ ଜାଣିବା ପାଇଁ ଅଧିକ ଯତ୍ନଶୀଳ ହୋ। ବିତରଣ ପୁସ୍ତକ ଲେଖା ଅଛି, ଯାହା ମୁଁ ବେଶୀ ସମୟ କହିବି ନାହିଁ। ଆଜି ତ ଆଉ ଏଇଟା ଦ୍ୱିତୀୟ ଦିନ ଆମେ ଏଇଠି ପ୍ରେମନଗର ମଣ୍ଡଳୀରେ ପ୍ରଭୁଙ୍କ ସଭା କାର୍ଯ୍ୟ କରୁଛୁ। ଆଉ ଆଜି ଦ୍ୱିତୀୟ ଦିନ ହିଁ ଶେଷ ଦିନ। ଆସନ୍ତା କାଲି ପୁଣି ଆମେ ସେଣ୍ଟରକୁ ଫେରିଯିବୁ। ସେଣ୍ଟର ହେଲା ଆମର ଆଉ ସବୁ ପାଖେ ଆମର ଚଳଚଳ, ସେଇଟା ହେଲା କଣ, ଗୋଟିଗୁଡ଼ା ଜାମସାହି। ଆଉ ସେଠୁ ଫେରିଗଲା ପରେ ଜଷ୍ଟ କାଲି ରାତି ରହିକି ତା ପରଦିନ ଆମକୁ ପାଷ୍ଟର ମାନଙ୍କ ସହିତ ସମସ୍ତ ପାଷ୍ଟର ମାନେ ମିଶି ଚନ୍ଦ୍ରଗୁଡ଼ା ମାନଙ୍କୁ ଯିବାକୁ ଅଛି ଗୋଟେ ବିଶେଷ ଆଉ କାର୍ଯ୍ୟ ପାଇଁ। ଯେହେତୁ ସେଠାକାର ପାଷ୍ଟର ପ୍ରଫୁଲ୍ଲ ବେହେରା ପ୍ରଭୁଙ୍କ ନିକଟକୁ ଚାଲିଗଲେ, ମନିଜ ବଡପା ପୁଅ ଭାଇ। ତା ପୂର୍ବରୁ ତାଙ୍କ ବାପା ମନିଜ ବଡପା ଯିଏ ପାଷ୍ଟର ଜୋହନ ନାୟକ, ସେ ଅନେକ ଦିନ ଧରି ସେଠିକାର ଦାୟିତ୍ୱରେ ଥିଲେ ସେ ମଣ୍ଡଳୀର। ତେଣୁ ବର୍ତ୍ତମାନ ତାଙ୍କ ଜାଗାରେ ପ୍ରଭୁ ଯାହାକୁ ଚାହାନ୍ତି ଏପରି ଜଣେ ଲୋକଙ୍କୁ ଦାୟିତ୍ୱ ଦେବା ଆବଶ୍ୟକ ରହିଛି। କାରଣ ଶନିବାର ଦିନ ଆମେ ସେଠି ଯାଇ ରବିବାର କରି ଆମେ ସୋମବାର ଫେରି ଆସୁ ବୋଲି ଗୋଟେ ଚିନ୍ତା କରୁଛୁ। ସେମାନଙ୍କର ମଧ୍ୟ ଖବର ପାଇଛୁ। ତାପରେ ଆଉ ଯେତେଟା ମଣ୍ଡଳୀ ଅଛି ସେ ମଣ୍ଡଳୀ ଗୁଡିକ ମଧ୍ୟ ଯିବାକୁ ମୋର ଇଚ୍ଛା, ଅନ୍ତତଃ 1 ବା 2 ଦିନ ପାଇଁ। ଯଦି ମଣ୍ଡଳୀ ଗୁଡିକ ଚାହିଁବେ, ନ ଚାହିଁଲେ ମୁଁ ତ ବାଧ୍ୟ କରିପାରିବି ନାହିଁ। ମୁଁ ତ ଆସିଛି ସେଥି ନିମନ୍ତେ ପ୍ରଭୁଙ୍କର କାର୍ଯ୍ୟ କରିବା ପାଇଁ। ତେଣୁ ଅନେକଙ୍କର ଏହି ପ୍ରକାର ପ୍ରଭୁଙ୍କ ଠାରେ ଆହ୍ୱାନ ନାହିଁ। ସେମିତି ଭାବରେ ପ୍ରଭୁଙ୍କର କାର୍ଯ୍ୟ କରିହେବନି। ଅନେକ ସେପରି କରୁଛନ୍ତି, ପ୍ରଭୁ ତାକୁ ଗ୍ରହଣ କରିପାରିବେ ନାହିଁ। ସେଥିରେ ବହୁତ ବିପଦ ଅଛି। ପୁରାତନ ନିୟମର କଥା ଆମେ ଜାଣୁ, ମୋଶାଙ୍କ ସମୟରେ ଆଉ ସେ ତାଙ୍କର ବଡ ଭାଇ ଯେ ହାରୋନ, ସେମାନଙ୍କ ସମୟରେ ଲେଖା ହେଇଛି ମଣ୍ଡଳୀର ଆଉ ସୁଖ୍ୟାତି ସମ୍ପନ୍ନ ଲୋକମାନେ 250 ଅଧିପତି ଉଠିଲେ। କହିଲେ ଖାଲି ତମେ କାହିଁକି ପ୍ରଭୁଙ୍କର ସେବା କରୁଛ, ଆମେ ବି କରିବୁ। ମଣ୍ଡଳୀର ଆମେ ହଉଛୁ ମଣ୍ଡଳୀର ସବୁ ଲୋକ ପବିତ୍ର ସେମାନେ ଦାବି କରେ। ଠିକ ଅଛି, ପବିତ୍ର ହେଲେ ସେଟା ଭଲ କଥା, ହବା ଆବଶ୍ୟକ। ସୁଖ୍ୟାତି ସମ୍ପନ୍ନ ଲୋକମାନେ, ଭଲ ଲୋକମାନେ ସେମାନେ 250। ମଶା କହିଲେ ଏମିତି କଥା, ଏମିତି କଣ ହେଇପାରିବ? ପ୍ରଭୁ ଯାହାକୁ ଚାହିଁଲେ ସେ ସିନା ହବ, ହବନି, ଆମେ ବି କରିବୁ। ଠିକ ଅଛି, ମଶା କହିଲେ ତାହେଲେ ତମେ ଧୂପାଚି ଧର, ଧୂପ ଦିଅ, ଅଗ୍ନି ଦିଅ, ତାପରେ ଧୂପ ଉତ୍ସର୍ଗ କର ପ୍ରଭୁଙ୍କ ଆଗରେ। ଭଲ କଥା। ସେମାନେ ଯେମିତି କରିଛନ୍ତି, କଣ ହେଲା? ଅଗ୍ନି ଆସିଲା, 250 ଲୋକଙ୍କୁ ଗ୍ରାସ କଲା। ତା ଭିତରେ କେତେ ଲିଡର ସେମାନେ ଥିଲେ। ଦାଥନ, ଅବିରାମ, କୋରହ, ସେମାନେ ନିଜ ନିଜ ଜାଗାରେ ଥିଲେ। ଆଉ ତାପରେ କଣ ହେଲା ନା ଭୂମି ଫାଟିଲା। ସେମାନଙ୍କୁ ତାଙ୍କ ଦଳ ଲୋକମାନଙ୍କୁ ଭୂମି ଫାଟିଲା, ଜିଅନ୍ତା ସେମାନେ ପାତାଳକୁ ଚାଲିଗଲେ। କି ଭୟଙ୍କର କାର୍ଯ୍ୟ। ତଥାପି ଲୋକମାନେ ବଚସା କଲେ ଆଉ ମୋସା କଲେ, ପ୍ରତ୍ୟେକ ଗୋଷ୍ଠୀରୁ ଗୋଟିଏ ଗୋଟେ ଯଷ୍ଟି ଆଣ, ବାଡ଼ି ଆଣ। ସେ ଯଷ୍ଟିରେ ପ୍ରତ୍ୟେକ ଗୋଷ୍ଠୀର ନାମ ଲେଖ। ରୁବେନ ଗୋଷ୍ଠୀର ରୁବେନ, ଗାଦ ଗୋଷ୍ଠୀର ଗାଦ, ସିମିୟନର ସିମିୟନ। এই প্রকার ভাবে লেবি সবু 12টা যষ্টিরে না লেখ। গোটে কাম করিবা, এসবু যষ্টিকে নেইকি আমি কোন করিবা, আউ হারুন আউ পুনি মোসা সেমানে কোউ গোষ্ঠীর সেমানে লেবি গোষ্ঠীর না, তা ভিতর সেমানে আসছেন। লেবি গোষ্ঠীকে যাজকত্ব দায়িত্ব দিয়া হয়েছিল। তবে এই 12টা যষ্টি নেই সেমানে কোন কলে না, সে পবিত্র স্থাନରେ সেমানে রখিদেলে। মশা কহিলে প্রভু যাহাকে মনোনীত করবে তার যষ্টিরে বাড়িটা, তো শুখিলা বাড়িটা, সেইটি আর বাদাম পুষ্প ইত্যাদি ফল সব ফড়িব। ଦେଖିବା ରଖା ହେଲା। ସକାଳ ବାହାର କଲା ବେଳେ ଲେବୀୟ ଗୋଷ୍ଠୀରେ ଯୋଉଠି ଆହରୋନଙ୍କ ନାଁ ଲେଖା ହଉଛି ସେଇ ଗୋଷ୍ଠୀରେ ମଞ୍ଜରିତ ହେଇଛି, ବାଦାମ ଫୁଲ ଫଳ ସବୁ ଫଳିଛି। ଆଉ ବାକି ଯେମିତି ସେମିତି। ପରମେଶ୍ୱର କହିଲେ ଦେଖ, ଏ ଲୋକମାନେ ଯୋଉ ସବୁ ବଚସା କରୁଛନ୍ତି, ବିରୋଧ କରୁଛନ୍ତି, ଏଟା ସବୁ ନିବୃତ୍ତ କରିବା ପାଇଁ ଏ ଗୋଷ୍ଠୀକୁ ରଖ।
ଆଜି ନୂତନ ନିୟମରେ ମଧ୍ୟ ସେ ନିୟମଟା ପାଖ ସଭା ବଦଳି ନାହିଁ। ପ୍ରଭୁ ଯାହାକୁ ଆହ୍ୱାନ କରୁଛନ୍ତି ସେ ପ୍ରକାର ଜବରଦସ୍ତ କରି କରିହବ ନାହିଁ, ଇଲେକ୍ସନ କରିକି କରିହବ ନାହିଁ। ପ୍ରଭୁଙ୍କର କାର୍ଯ୍ୟ ଗୋଟେ ପାଷ୍ଟରଙ୍କୁ ସେ କେମିତି ଭଲ ଶିକ୍ଷା ପ୍ରଚାର କରୁଛନ୍ତି, କେତେ ତାଙ୍କର ଯୋଗ୍ୟତା ଅଛି ସେଇଟା ଦେଖି କରିହବ ନାହିଁ। ପ୍ରଭୁ କାହାକୁ ଚାହୁଁଛନ୍ତି ସେଇ ଅନୁସାରେ। ତେଣୁ ଯେତେବେଳେ ମତେ କଟକ ଯିବାକୁ ହେଲା ସେଇ ସମୟରେ ସେ ଯୋଉ ପାଷ୍ଟର ଚାଲିଗଲେ, ସେ କଣ ହେଲା ନା କେତେ ଜଣ ସେଠି ଆସିବା ପାଇଁ ଚାହିଁଲେ। ଯୋଉ ପାଷ୍ଟର ଥିଲେ ଯୋଉ ଭାଗୀ ସେ ତାଙ୍କର ବାଇବଲ ଆଉ ତାଙ୍କର ଥିଓଲୋଜିର ଏକଦମ ସେ ହାଇଲି କ୍ୱାଲିଫାଇଡ ଥିଲେ। ସେ ଥିଓଲୋଜିରେ ମାଷ୍ଟର ଅଫ ଡିଭିନିଟି ଆଉ ସେଇଟା ତାଙ୍କର ଏକଦମ ହାଇ କ୍ୱାଲିଫିକେସନ ଥିଲା। ମୋର ସେ ଥିଓଲୋଜିରେ କିଛି ବି ନାହିଁ। ଆଉ କିନ୍ତୁ ପ୍ରଭୁ ମତେ ବାରମ୍ବାର ସ୍ୱପ୍ନ ଦର୍ଶନରେ କଥା କଲେ। ଗୋଟେ ପୁରା ସ୍ପଷ୍ଟ ସ୍ୱପ୍ନରେ ଦେଖିଲେ ଆଉ 3 ଜଣ ଯୁବା ପୁରୁଷ ଦେଖିବା ପାଇଁ ସେମାନଙ୍କର ଉଚ୍ଚତା ସମାନ, ମୁଖ ତେଜିଆ, ଶୁକ୍ଳ ବସ୍ତ୍ର ପିନ୍ଧିଛନ୍ତି। ମୁଁ ଦେଖୁଛି ସେ ଚର୍ଚ୍ଚ ଭିତରକୁ ଆସିଗଲେ। ଚର୍ଚ୍ଚ ଲୋକ ବସିଛନ୍ତି, ମୁଁ ମଧ୍ୟ ଲୋକଙ୍କ ମଧ୍ୟରେ ବସିଛି କଂଗ୍ରିଗେସନରେ। ଜଣେ କହିଲେ ଏ ପାଷ୍ଟର ଜୟ ବାର୍ଗିସଙ୍କ ସ୍ଥାନ ଖାଲି ପଡିଲା, କିଏ ପୂର୍ଣ୍ଣ କରିବ? 5-6 ଜଣ ପୁରୁଷ ଲୋକ ହାତ ଉଠେଇଲେ, ସବୁ ହ୍ୱାଇଟ ଡ୍ରେସ ପିନ୍ଧୁଛନ୍ତି। ଜଣେ କହିଲେ ଆମକୁ ଜଣେ ଲୋକ ଦରକାର, 5-6 ଜଣ କେମିତି ଆସିଲ? ଆଉ ଜଣେ କହିଲେ ସେମାନଙ୍କୁ ଟେଷ୍ଟ କର, ଯେ ଟେଷ୍ଟରେ କ୍ୱାଲିଫାଇ କରିବ ସେ ହବ। ମୁଁ ଦେଖୁଛି, ମୁଁ ଉଠି ନାହିଁ, ମୁଁ ବସିଛି। ଜଣଙ୍କ ହାତରେ ପାଣି ସ୍ପ୍ରେ କରିବା ଯନ୍ତ୍ର ଥିଲା, ସେ ଜଣକୁ ମାରିଦେଲେ ମୁହଁରେ, ମୁହଁଟା ବିବର୍ଣ୍ଣ ହେଇଗଲା ତାଙ୍କର। ସେ 3 ଜଣଙ୍କ ମଧ୍ୟ ଜଣେ କହିଲେ ଏ ଡିସକ୍ୱାଲିଫାଇ ହେଲେ, ଅକୃତ କାର୍ଯ୍ୟରେ ଏ ଜାଗା ପୂର୍ଣ୍ଣ କରିପାରିବେ ନାହିଁ। ଆଉ ଜଣ ଠିଆ ହେଲେ, ତାଙ୍କୁ ଯେତେବେଳେ ସେ ପାଣି ଆଉ ସେ ଯନ୍ତ୍ର ମରା ହେଲା, ପାଣି ବାହାରି ତା ମୁହଁକୁ ଏମିତି ବାଜିଲା ଭଳି ସେ ମୂର୍ଚ୍ଛା ହେଇଗଲେ। ଇଏ ବି ଡିସକ୍ୱାଲିଫାଏ, ସମସ୍ତେ ଡିସକ୍ୱାଲିଫାଏ ହେଇଗଲେ। ସେ ସ୍ୱପ୍ନରେ ମୁଁ ଦେଖୁଛି, ମୁଁ ବସିଛି କଂଗ୍ରିଗେସନରେ। ସେ 3 ଜଣ ଲୋକମାନେ, ଯୁବା ପୁରୁଷ ମାନେ, ସ୍ୱର୍ଗୀୟ ଲୋକମାନେ ନିଶ୍ଚୟ। ଜଣେ କହିଲେ କେହି ମଧ୍ୟ ଏ ଟେଷ୍ଟରେ କ୍ୱାଲିଫାଇ ହେଲେନି, ତେଣୁ ଏଇ ଜାଗାକୁ କେହି ପୂର୍ଣ୍ଣ କରିପାରିବେନି। ଦେଖ ପ୍ରଭୁ କେମିତି ଆହ୍ୱାନ ଦିଅନ୍ତି ଦେଖ। ସେତେବେଳେ ମୁଁ ମୋହନରେ ରହିକି ଆଉ ମୋ ଭାଇ ଘର ସାଇଡରେ ଛୋଟ ଘର ବନଉଥିଲି। ଏଇଠି ରହିକି ପ୍ରଭୁଙ୍କର କାର୍ଯ୍ୟ ମୁଁ ସବୁବେଳେ କରିବି କହି କଟକ ଯିବା ପାଇଁ 100ରୁ ମୋର 1 ଭାଗ ବି ମୋର ଇଚ୍ଛା ନଥିଲା। ମତେ ପ୍ରଭୁ ଟାଣିକି ନେଲା ପରି ହେଲା। ତାପରେ ଯେତେବେଳେ ସେ କହିଲେ ଆମେ ଚାଲିଯିବା, ଆଉ କେହି ତ ଯୋଗ୍ୟ ହେଲା ନାହିଁ। ସେମାନେ ପ୍ରଥମ ଜଣକ ଆଉ ସେ ଚର୍ଚ୍ଚ ଘରୁ ବାହାରିଗଲେ, 2ୟ ଜଣ ବାହାରିଗଲେ, 3ୟ ଜଣ ବାହାରି ଯିବା ସମୟରେ ମୁଁ କହିଲି ଟିକେ ଶୁଣିବେ, ଠିଆ ହେଇଗଲି କରି ମତେ ବି ଟେଷ୍ଟ କରନ୍ତୁ, କାରଣ ମୁଁ ବି ଏଇ କଂଗ୍ରିଗେସନର ଜଣେ ମେମ୍ବର। ତାପରେ ସେମାନେ ପୁଣି 3 ଜଣ ଆସିଲେ ଷ୍ଟେଜକୁ, ମତେ କହିଲେ ଆସ ଏଠି ଠିଆ ହୁଅ। ଜଣେ ପୁଣି ଯେ ଧରିଛନ୍ତି ଆଉ ସେ ପାଣି ସ୍ପ୍ରେ କରିବା ଯନ୍ତ୍ର, ତାଙ୍କୁ ଟେଷ୍ଟ କର। ବନ୍ଧୁକ ଉଠେଇଲା ଭଳିଆ ସେ ଉଠେଇଲେ, ଆଉ ସେ ଏମିତି କରି ଯେତେବେଳେ ପ୍ରେସ୍ କଲେ, ଆଉ ସେଇ ପାଣି ସ୍ପ୍ରେ କରିବା ଯନ୍ତ୍ର ଭିତରୁ ପାଣି ଏତେ ଜୋରରେ ମତେ ବାଜିଲା, ମତେ ଲାଗିଲା ମୁଁ ମରିଯିବି, ଏତେ ଜୋରରେ ବାଜୁଛି କଣ। ମାତ୍ର ଯେତେ ଜୋରରେ ମତେ ବାଜିଲା ମୁଁ ସେତେ ଫ୍ରେଶ ଦେଖାଗଲି, ମୋର କୌଣସି ପ୍ରୋବ୍ଲେମ ହେଲାନି। ସେ 3 ଜଣଙ୍କ ଭିତରୁ ଜଣେ କଣ କଲେ, ବିଶେଷ ଖେଳ ହେଲା ବେଳେ ଆଉ ଟିଭିରେ ଆମେ ବେଳେ ବେଳେ ଦେଖାଯାଏ ଯେ ଜିତେ ତାର ଡାହାଣ ହାତ ଧରି ଉପରକୁ ଉଠେଇ ଦିଅନ୍ତି, ସେମିତି ସେ 3 ଜଣଙ୍କ ମଧ୍ୟରୁ ବାକି ସବୁ ଚର୍ଚ୍ଚରେ କଂଗ୍ରିଗେସନ ଲୋକ ବସିଛନ୍ତି, ମୋର ଡାହାଣ ହାତ ଧରି ମତେ ଉଠେଇଦେଲେ, ଏମିତି କଲେ। ଏଇ ଜଣେ ସେଲେକ୍ଟ ହେଲେ, ଏ ହିଁ ଏ ସ୍ଥାନକୁ ପୂର୍ଣ୍ଣ କରିବେ। ପଳେଇଗଲେ 3 ଜଣ ଯାକେ ସେଠୁ। ସେ ଚର୍ଚ୍ଚ ଅଫ ଗଡ୍ ଇନ୍ ଖ୍ରାଇଷ୍ଟ ବକରବାଗ ସାଧାରଣ ଚର୍ଚ୍ଚ ନା ଜାଗତିକ ଭାବରେ କହିବା ପାଇଁ ଗଲେ। ସେ ଚର୍ଚ୍ଚ ଆଟେଣ୍ଡ କରୁଥିଲେ ଆସିଷ୍ଟାଣ୍ଟ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ, ତାଙ୍କ ଫ୍ୟାମିଲି ଭୁବନେଶ୍ୱରରୁ। ସେ ଚର୍ଚ୍ଚ ଆଟେଣ୍ଡ କରୁଥିଲେ ହାଇକୋର୍ଟର ରିଟାୟାର୍ଡ ଜଜ୍। ସେ ଚର୍ଚ୍ଚ ଆଟେଣ୍ଡ କରୁଥିଲେ ଆଉ କଲେଜ ୟୁନିଭର୍ସିଟିର ପ୍ରଫେସର୍ସ ରିଡର୍ସ। ସେ ଚର୍ଚ୍ଚ ଆଟେଣ୍ଡ କରୁଥିଲେ ହାଇକୋର୍ଟର ମାନେ ଆଡଭୋକେଟ୍ସ। এই প্রকার সব হাই লেভেলর লোক মানে সব ଥିଲେ, ଯୋଉଠିକି ସେଇ ପ୍ରକାର ଜାଗତ ଆଉ ସେ ବାଇବେଲ କ୍ୱାଲିଫାଇଡ ଲୋକ ଥିବା ଦରକାର ଥିଲା। ମୋ ଠାରେ କିଛି ନାହିଁ। ତାପରେ ମୁଁ ଦେଖୁଛି ସେଇ ସ୍ୱପ୍ନରେ ସେମାନେ 3 ଜଣ ଗଲା ପରେ ସେ ପାଷ୍ଟର ଜୟ ଭାଗିସ ଯେ ପ୍ରଭୁ କରିବାକୁ ଯାଇଛନ୍ତି ହସି ହସି ଆସୁଛନ୍ତି, ମତେ କହୁଛନ୍ତି ଆସ ମୁଁ ତମକୁ ଆନଏଣ୍ଟିଂ ସର୍ଭିସ ଅଭିଷେକର ସେବା କାର୍ଯ୍ୟ ଶିଖେଇବି। ସେଠି ତାଙ୍କ ମଧ୍ୟରେ ସମସ୍ତେ ବହୁତ ସ୍ପିରିଚୁଆଲ, ସେମାନେ ସବୁ ପବିତ୍ରାତ୍ମାରେ ପରିପୂର୍ଣ୍ଣ। যে ফাউন্ডর সেটা মন্ডলী করতে সে ଥିଲେ সিস্টার প্ରେମଲତା ବେରା, ସେ ଡେପୁଟି DPI ଥିଲେ, ତାଙ୍କ ଭଉଣୀ ସେ ଆଉ ଗୋଟେ କଲେଜର ପ୍ରିନ୍ସିପାଲ ଥିଲେ। ଏମିତିକା ସ୍ତରର ଲୋକମାନେ। ମୁଁ ତ ଯାଉଥିଲି ଜଷ୍ଟ ଚର୍ଚ୍ଚ ଆଟେଣ୍ଡ କରୁଥିଲି ଆଉ ସବୁ ସତ୍ୟ ଗ୍ରହଣ କରୁଥିଲି। ସ୍ୱପ୍ନରେ କେବେ ମୁଁ ଭାବିନି ସେଇ ଜାଗାରେ ମୁଁ ପାଷ୍ଟର ହେବି। 3 ବର୍ଷ ପାଷ୍ଟର ହେଇକି ରହିଲି। ପ୍ରଭୁ ଯେତେବେଳେ ମତେ ସ୍ୱାଧୀନ କଲେ ମୁଁ ବାହାରିଗଲି, ମତେ କେହି ବାହାର କରିନାହାନ୍ତି। ଏହିପରି ଭାବରେ
ଆଉ ତାଙ୍କ ମଧ୍ୟରେ ଜଣେ ସିଷ୍ଟର ଥିଲେ ସେ କହିଲେ ଦିନେ ମୁଁ ଟିକେ ସରଳ ଭାବରେ କହିଲେ ଟିକେ ନମ୍ର ଭାବରେ ସିଷ୍ଟର ମୋ ପାଇଁ ଟିକେ ପ୍ରାର୍ଥନା କରନ୍ତୁ ପ୍ରଭୁ କଣ ଜଣେ କହିବେ ହଠାତ୍ ସେ କହିଲେ ମଶା ଚାଲିଗଲେ ମୁଁ ପ୍ରାର୍ଥନା କଲି ପ୍ରଭୁ ଜିଓସିଓ କିଏ ମାନେ ସେଠିକାର ପାଷ୍ଟର ଆଉ ଜୟ ବାଗିସ ଚାଲିଗଲେ ନେକ୍ସଟ ଲୋକ କିଏ ହବ ମତେ ସାଙ୍ଗେ ସାଙ୍ଗେ କହୁଛନ୍ତି ପ୍ରଭୁ ମତେ କହିଲେ ଏଇ ବେଞ୍ଜାମିନ ଯାହା ପାଇଁ ତୁ ପ୍ରାର୍ଥନା କରୁଛୁ ସେ ଜିଓସିଓ ସେ ମତେ କହିଥିଲେ ବେଞ୍ଜାମିନ ମୁଁ ବଞ୍ଚିଥିବି ନାହିଁ ମୁଁ ଜାଣିନି ତମେ ଦିନେ ଏଠି ପାଷ୍ଟର ହେଇକି ଆସିବ ପ୍ରଭୁ ସଫଳ କଲେ ଭାବରେ ପ୍ରଭୁ ଆହ୍ୱାନ ଦିଅନ୍ତି ଏଇଟା ଅର୍ଡିନାରୀ କଥା ନାହିଁ ନିଜ ଇଚ୍ଛାରେ ହବାର ନାହିଁ ମନୁଷ୍ୟ ମାନଙ୍କର ଇଚ୍ଛାରେ ନାହିଁ ତାହା ପ୍ରଭୁଙ୍କ ଦ୍ୱାରା ନିଯୁକ୍ତି ହବାକୁ ହବ ସେ ପ୍ରେରିତ ମାନେ ସମସ୍ତଙ୍କ ଠାରେ ଯୀଶୁଙ୍କର ଆହ୍ୱାନ ଥିଲା ପାଉଲଙ୍କ ମଧ୍ୟ ସେ ଆହ୍ୱାନ କରି କହିଥିଲେ ସାଉଲ ସାଉଲ କାହିଁକି ଆମକୁ ତାଡ଼ନା କରୁଛ ଏବଂ ପ୍ରଭୁ ତାଙ୍କୁ ଆହ୍ୱାନ ଦେଇକି ଯାଅ ତୁମକୁ ଆମେ ପଠାଉଛୁ ବିଜାତୀୟ ମାନଙ୍କ ମଧ୍ୟରେ ତୁମେ କାମ କରିବ ସବୁ ପ୍ରେରିତ ମାନଙ୍କର ଆହ୍ୱାନ ଥିଲା ଯୋଉଟା ଆଜି ଅନେକଙ୍କର ନାହିଁ ଏଇଟା ହଉଛି ଫର୍ଷ୍ଟ ଲାକ୍ বেশি বেশি কহিবি না নহলে গোটিয়ে পয়েন্টরে তো মু আজি আজ সন্ধ্যার মিটিংটা ঘন্টায় মু কই থাকি 11টা কহিবি তারপরে 8টা ভিতরে 7:35 সভাକୁ যাଉଛି দ্বিতীয় লাখ দ্বিতীয় ভাবটা কোন রହୁଛି ଆଉ সেটা হচ্ছে লাক অফ স্যাক্রিফাইস ত্যাগর অভাব দেখন্তু আমি যদি দেখিবা চিন্তা করে প্রেরিত মানে যিশুଙ୍କୁ দিনে পিতର କଲେ ଆମେ ସର୍ବସ୍ୱ ତ୍ୟାଗ କରିକି ଆସିଛୁ ପ୍ରଭୁ ଆପଣଙ୍କ ପଛରେ କଣ ପାଇବୁ ଯୀଶୁ କହିଲେ ଆଉ ତୁମେ ଦ୍ୱାଦଶ ସିଂହାସନରେ ବସି ଇସ୍ରାଏଲର ଦ୍ୱାଦଶ ଗୋଷ୍ଠୀକୁ ଶାସନ କରିବ ମନୁଷ୍ୟ ପୁତ୍ର ଅର୍ଥାତ୍ ଯୀଶୁ ଖ୍ରୀଷ୍ଟ ଯେତେବେଳେ ଆସିବେ ନୂତନ ସୃଷ୍ଟିରେ ତାଙ୍କର ସିଂହାସନରେ ବସିବେ ସେତେବେଳେ ସେ ତ ପଛ କଥା ମାତ୍ର ପିତର କହିଲେ ଆମେ ସର୍ବସ୍ୱ ତ୍ୟାଗ କରିକି ଆସିଛୁ କେତେ ଲୋକଙ୍କ ଠାରେ ପରି ତ୍ୟାଗ ଅଛି ଆଜି ଅନେକ ପ୍ରଭୁଙ୍କର ସେବା କାର୍ଯ୍ୟ କରୁଛନ୍ତି ତ୍ୟାଗ ବୋଲି କିଛି ନାହିଁ କେବଳ ଲୋଭ ରହିଛି ଟଙ୍କା ପାଇବା ଧନ ପାଇବା ଓ ସମ୍ମାନ ପାଇବା ସବୁ କିଛି ବିଷର ନହେଲେ ପ୍ରଭୁଙ୍କର ଅଭିଯୋଗ ମୁଁ ତୁମର ସେବା କାର୍ଯ୍ୟ କରୁଛି ମୋ ଠାରେ କିଛି ନାହିଁ କାହିଁକି ଖାଇବା ପିଇବାର ଭାବୁଛି ମୋର ଘର ନାହିଁ ମୋର ଗାଡି ନାହିଁ ମୋର ପରିବେଶ ଲେଖା ତୁମର ଯାହା ଅଛି ସେଥିରେ ତୁମେ ସନ୍ତୁଷ୍ଟ ହେଇଥା ମୁଁ ନିଜକୁ ଧାର୍ମିକ ମନେ କରି କହୁନାହିଁ ସତ୍ୟ ବାକ୍ୟ କହି କେହି ନା କେହି ବାକ୍ୟ ତ ପାଳନ କରୁଛନ୍ତି ଆମେ କରୁନ ପ୍ରଭୁଙ୍କର ଉପସ୍ଥିତିରେ ମୁଁ କହୁଛି ମୁଁ କାଗଜରେ ଲେଖିଛି ପ୍ରଭୁ ମୁଁ ଜାଗତିକ କୌଣସି ବିଷୟ ତମକୁ ମାଗିବି ନାହିଁ ଟଙ୍କା ମାଗିବି ନାହିଁ ଘର ମାଗିବି ନାହିଁ ଧନ ସମ୍ପତ୍ତି ମାଗିବି ନାହିଁ ସମ୍ମାନ ମାଗିବି ନାହିଁ ମୋର ସ୍ୱାସ୍ଥ୍ୟ ପାଇଁ ମାଗିବି ନାହିଁ ଦୀର୍ଘ ମାଗିବି ନାହିଁ କିଛି ବିଷୟ ମୁଁ ମାଗିବି ନାହିଁ ମୋର ସାବଧାନର ସହିତ ଆତ୍ମିକ ବିଷୟ ମାଗିବି କଣ ମତେ ଶକ୍ତି ଦିଅ ମତେ ଦର୍ଶନ ଦିଅ ଆତ୍ମିକ ଦାନ ମତେ ତୁମେ ଦିଅ ଆତ୍ମା ଲାଭ କରିବା ସାହାଯ୍ୟ କର ନାନା ଆଶ୍ଚର୍ଯ୍ୟ କର୍ମ କରିବାର ଶକ୍ତି ଦିଅ କାହିଁକି ମୁଁ କହିଲି ସାବଧାନର ସହିତ ମତେ ଶକ୍ତି ଯେ ଆଶ୍ଚର୍ଯ୍ୟ କର୍ମ କରିବା ପାଇଁ ଗଲେ ପ୍ରଭୁ ଦେଇଦେବେ ସେଟା ପାଇଁ କେତେ ଯୋଗ୍ୟ ହବାକୁ ପଡିବ ତାପରେ ସେ ଶକ୍ତି ମିଳିବ ଏମିତି ଖାଲି ପ୍ରଭୁଙ୍କ ନିକଟରେ ମାଗୁଥିଲେ ଆତ୍ମିକ ବିଷୟ ହବ ନାହିଁ ସେ ଯାହା ହଉ ଆଉ ଏଗୁଡାକ ଭଲ ଭଲରେ ଏକ୍ସପ୍ଲେନ ମୁଁ କରିପାରନ୍ତି କିନ୍ତୁ ସମର ଅଭାବ ପାଇଁ କିନ୍ତୁ ନ କହି ତ ରହିପାରିବି ପ୍ରଭୁଙ୍କ ଠାରୁ ପ୍ରେରଣା ପାଉଥିବା ଯେତେବେଳେ ଯୀଶୁ ଦର୍ଶନ ଦେଇ କଥା କହୁଛନ୍ତି ତାଠାରୁ ଅଧିକ ଗୁରୁତ୍ୱ ବିଷୟ କଣ ଦିନେ ଯୀଶୁ ମତେ ଦର୍ଶନ ଦେଇ କହିଲେ ନୂଆ ନୂଆରେ ପବିତ୍ର ଆତ୍ମାରେ ପୁନଃ ଉଦ୍ଯୋଗରେ ପ୍ରଭୁ କାର୍ଯ୍ୟ କଲା ବେଳେ ତୁମର କ୍ୱାଲିଫିକେସନ କଣ କେତେ ପାଠ ପଢିଛ ବଡ କଷ୍ଟରେ ମୁଁ କହିଲି ଏମଏ ଇକୋନୋମିକ୍ସ ଯୀଶୁ କହିଲେ ଆଲଫାବେଟ ଶିଖିବାକୁ ଯାଅ ଠିକ ଏମିତି କହିଲି କଣ କଥା ଆଲଫାବେଟ୍ସ ମାନେ ଏ ବି ସି ଡି ଇ ଏଫ ଏ ଟୁ ଜେଡ୍ ପର୍ଯ୍ୟନ୍ତ ମୁଁ ଏମଏ ପାଠ ପଢୁଛି ମନେ ମନେ ଭାବୁଛି ଯୀଶୁ କଣ ଏମିତି ଗୋଟେ କହୁଛନ୍ତି ତାପରେ ମନରେ ଭାବିଲି ଲୋକମାନେ ଯୋଉ କହନ୍ତି ଗୋଟେ କଥା ଆଉ ସ୍ୱର୍ଗକୁ ମିଶୁଣି ନାହିଁ ବଡକୁ ଜବାବ ଆଉ ଯୀଶୁଙ୍କୁ କି ଜବାବ ଦେବି ହଁ ହେଲା କହିକି ମୁଁ ଚୁପଚାପ ହେଇକି ଯାଉଛି ପୁଣି ଦେଖିଲି ଯୀଶୁ ଠିଆ ହେଇଛନ୍ତି ସେଠି ଆସିକି ପଚାରିଲି ଆଉ ପ୍ରଭୁ ମୁଁ ଆଲଫାବେଟ୍ ଶିଖି ଫେରିଲା ପରେ ମତେ ବୁଦ୍ଧିର ବାକ୍ୟ ଜ୍ଞାନର ବାକ୍ୟ ଦେବ ନା ମତେ ଗୋଟେ ଆଇଏସ୍ ଅଫିସର କର ବୋଲି ମୁଁ କହିନାହିଁ ମତେ 2-3 ମହଲା ବିଲ୍ଡିଂ ଦିଅ ବୋଲି ମୁଁ କହିନାହିଁ ଦୀର୍ଘାୟୁ କହି ବୁଦ୍ଧିର ବାକ୍ୟ ଜ୍ଞାନର ବାକ୍ୟ ଆତ୍ମାଙ୍କର 9ଟା ଦାନ ଭିତରୁ ପ୍ରଥମ 2ଟା ଦାନ ଘରେ ପ୍ରଭୁ କାମ କରିପାରେ ଯୀଶୁ ଜମା ଖୁସି ହେଲେ ନାହିଁ କହିଲେ ଧମକେଇ କଲେ ଯାଅ ତମେ ମୁଁ ତମକୁ ଆଲଫାବେଟ୍ ଶିଖିବାକୁ ପଠଉଛି ତମେ ମତେ ବୁଦ୍ଧିର ବାକ୍ୟ ଜ୍ଞାନର ବାକ୍ୟ ମାଗୁଛ ଯାଅ ତମେ ମିନିମମ୍ ବିଷୟ ଜାଣ ନାହିଁ ସାଧାରଣ ବିଷୟ ତମେ କୋଉ ଉପରକୁ ତମେ ଯିବ ଏଇଟା ବାଇବେଲର ନିୟମ ନାହିଁ ପ୍ରଭୁଙ୍କର ବାକ୍ୟ ନାହିଁ ଲେଖା ଅଛି ଯିଏ ଅଳ୍ପ ବିଷୟରେ ବିଶ୍ୱସ୍ତ ତାକୁ ବହୁ ବିଷୟରେ ନିଯୁକ୍ତି ଦିଆଯିବ ଯୋଉ ଅଳ୍ପ କାର୍ଯ୍ୟ ବିଷୟ ଅନୁଗ୍ରହ ଦାନ ପାଇକି ମୁଁ କାର୍ଯ୍ୟ କରୁଥିଲେ ପ୍ରାଣପଣ କରି ଚାଲିଲେ ପାଗଳ ରକମର ଯୋଉମାନେ ଜାଣିଛନ୍ତି ଦେଖିଛନ୍ତି ସେମାନେ ବୁଝିଛନ୍ତି ଏପରି ସମୟରେ ଦିନେ ପାଷ୍ଟର ଆଲଫୋଙ୍କ ସହିତ ଟାଣ୍ଡରାଙ୍ଗରେ ଗୋଟେ ମିଟିଂ ହେଇଥିଲା ମତେ ଆଉ ଡକାରେ ମୁଁ ଯାଇଛି ସବୁ ପାଦ ଚାଲି ଚାଲି ଘାଟି ପାହାଡ ରାସ୍ତା
ଆଉ ଦିନେ ସେ ବେସରଗୁଡାରୁ ସେ ପର୍ବତ ଉଠିକି ସେ ଗଲା ବେଳକୁ କଣ ସେମିତି ବର୍ଷା ହଉଛି, ମୁଁ ଆଉ ଛତାଟି ଧରିଛି, ଛତା ଓଲଟି ଯାଉଛି, ଆଉ ସେ ବୁଦାରେ ନଈ ନଈକି ଯାଉଛୁ, କଣ୍ଟା ଗୁଡାକ ଟାଣୁଛି। ଏମିତି ଭାବରେ ମୁଁ ବୁଲି ବୁଲି ସବୁ କାମ କରୁଛି ଚାରିଆଡେ। ଏତେ ପାଠ ପଢିକି ଚାକିରି କରିବାର ବିଷମ ମନକୁ ନ ଆସିକି ସବୁ ପ୍ରଭୁ ଦେଖିଛନ୍ତି। ପାଷ୍ଟର ଆଲଫନ୍ସ କହିଲେ ଭାଇନା ମୁଁ ଦେଖୁଛି ତମକୁ କୋଉଟେ ସହରକୁ ନା କଣ ତମେ ଯାଉଛ, ଆଉ ସବୁ ହ୍ୱାଇଟ୍ ଡ୍ରେସ୍ ପିନ୍ଧିଛନ୍ତି, ଲୋକମାନେ ତମକୁ ସ୍ୱାଗତ କରୁଛନ୍ତି। ସେମାନେ ଗାଁର ଲୋକ ନାହାନ୍ତି, ସେମାନେ ସହର କୋଉଠି ଗୋଟେ ସହର ଲୋକ ପରି ଲାଗୁଛନ୍ତି। ତମେ ବୋଧେ କୁଆଡେ ଯିବ, ପ୍ରଭୁ ତମକୁ ନେବେ। କେତେ ପ୍ରକାର ଭାବରେ ପ୍ରଭୁ କଥା କହିଲେ। ତାପରେ ମୁଁ ଯାଇ ପହଞ୍ଚିଲି ସେଠି। ସେମିତି ପ୍ରଭୁ ଲେଖା ହେଇଛି ବିଶ୍ୱସ୍ତ ଲୋକ ଆଶୀର୍ବାଦରେ ବର୍ଦ୍ଧିଷ୍ଣୁ ହବ। ଯାହା ଇଚ୍ଛା ତାପରେ ମୋ ନିକଟରେ ମାଗିଲେ ହବ ନାହିଁ। ତେଣୁକରି ଏ ଦ୍ୱିତୀୟ ଗୁଣ ବିଷୟ ହଉଛି ସେ ସାକ୍ରିଫାଇସ୍, ତ୍ୟାଗ। ଆମ ମନରେ ନାନା ବିଷୟ କେମିତି ପାଇବା, ଜଗତର ନାନା ବିଷୟ ଖାଲି ପାଇବା, ତ୍ୟାଗ କରିବା ନୁହେଁ। ମାତ୍ର ଯୀଶୁ କହିଲେ କଣ ତ୍ୟାଗ କରିବ? ଗୃହ, ଜମି, ଭୂମି, ପିତା ମାତା, ଭାର୍ଯ୍ୟା, ସନ୍ତାନ, ସନ୍ତତି, ନିଜର ପ୍ରାଣକୁ ମଧ୍ୟ ଅପରିତ୍ୟାଗ କରିବ, ତ୍ୟାଗ କରିବ, ନହେଲେ ତମେ ମୋର ଯୋଗ୍ୟ ହବ ନାହିଁ। ଦେଖ ଏବେ ଚିନ୍ତା କର, କମ୍ପେୟାର କର। ନିଜକୁ ଆମେ ତୁଳନା କରିବା ପ୍ରେରିତ ମାନଙ୍କ ଆଉ ସହିତ ଆମେ ନିଜକୁ ତୁଳନା କଲେ ଆମର କେମିତି ସବୁ ଉଣା ବିଷୟ ଅଛି। ତେଣୁ ସେମାନଙ୍କ ଦ୍ୱାରା କଣ ହେଲା, ସେଇ ପ୍ରେରିତ 17:6 ଲେଖା ହେଲା ଜଗତକୁ ଓଲଟ ପାଲଟ କରିଛନ୍ତି। ଆମେ କରିପାରୁନାହୁଁ କାହିଁକି? ଏଇଟା ଖାଲି ପ୍ରଚାର କରୁଛୁ, ଏଇଟା ଖାଲି ଶୁଣୁଛୁ, ଏଇଟା ଖାଲି ଆମେ ପ୍ରାର୍ଥନା କରୁଛୁ, ହଉ ତ ନାହିଁ ପ୍ରାକ୍ଟିକାଲି। କାହିଁକି ନାହିଁ? ଈଶ୍ୱର ଯେ ଅନ୍ତଃକରଣ ଦେଖୁଛନ୍ତି, ପ୍ରଭୁ ଦଉଛନ୍ତି ତମରି ତ ଖାଲି ଲୋଭ ଭରି ହେଇକି ରହିଛି, ତ୍ୟାଗର ବୋଲି କିଛି ଗୋଟେ ଜିନିଷ ନାହିଁ। କଣ ତମେ କାର୍ଯ୍ୟ କରିବ ପ୍ରଭୁଙ୍କ ପାଇଁ? କାର୍ଯ୍ୟ କରିବା ପାଇଁ ପ୍ରଭୁ ଯୀଶୁ ନିଜେ ଈଶ୍ୱର ରୂପୀ ହେଲେ ମଧ୍ୟ ନିଜ ପାଇଁ ତା ଧର ରକ୍ଷାର ବିଷୟ ମନେ କଲେ ନାହିଁ। ମନୁଷ୍ୟ ରୂପ ଧାରଣ କଲେ, ଶୂନ୍ୟ କଲେ, କୃଷ୍ଣ ମୃତ୍ୟୁ ପର୍ଯ୍ୟନ୍ତ ଅବନତ କଲେ। ଏଥିପାଇଁ ଈଶ୍ୱର ତାଙ୍କୁ ଅତିଶୟ ଉନ୍ନତ କରିଛନ୍ତି। ହାଲେଲୁୟା, ସର୍ବୋତ୍କୃଷ୍ଟ ନାମ ଦେଇଛନ୍ତି। ଯେପରି ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଥିବା ପ୍ରତ୍ୟେକ ଜାନୁ ଭାଙ୍ଗିବ, ପ୍ରତ୍ୟେକ ଓଷ୍ଠ ସ୍ୱୀକାର କରିବ ନିଷ୍କୃଷ୍ଟ ପ୍ରଭୁ ବୋଲି ସବୁ ସେ ତ୍ୟାଗ କରିଦେଲେ। ପ୍ରେରିତ ମାନେ ସବୁ ତ୍ୟାଗ କଲେ। ତୃତୀୟ ହେଲା ଉଣା କଣ? ଆମର ରହିଛି ଲାକ୍ ଅଫ ଭିଜନ, ଦର୍ଶନର ଅଭାବ। ପ୍ରଭୁ ଯୀଶୁଙ୍କୁ ସେମାନେ ଉଚ୍ଚ ପର୍ବତ ପିତର ଯାକବ ଜନ ତାଙ୍କର ଆଉ ରୂପାନ୍ତରିତ ହବା ଆଉ ବିଷୟ ତାଙ୍କୁ ଦେଖିଲେ। ଆଉ ପୁଣି ଆଉ ସେ ପ୍ରକାଶିତ ବାକ୍ୟରେ ଆଉ ସେ ଯୋହନଙ୍କୁ ପ୍ରଭୁ କିପରି ସ୍ୱର୍ଗର ସବୁ ବିଷୟ ଦର୍ଶନ ଅନ୍ୟାନ୍ୟ ଅନେକ ବିଷୟ ଦେଖେଇଲେ। ପାଉଲଙ୍କୁ ପ୍ରଭୁ ଦର୍ଶନ ଦେଇକି ତାଙ୍କ ସାଙ୍ଗରେ କଥା କହିଲେ। ପୁରାତନ ନିୟମକୁ ଗଲେ କି ମଶାଙ୍କୁ ପ୍ରଭୁ ଦର୍ଶନ ଦେଇ କହିଲା ପରେ ହରଙ୍କ ନିକଟକୁ ପଠେଇଲେ। ଲେଖା ହେଇଛି ହିତୋପଦେଶ 29 ପର୍ବ 18 ପଦରେ ଦର୍ଶନର ଓଡିଆ ଠିକ କହିପାରୁନାହିଁ, ମାନେ ଓଡିଆରେ ଠିକ ଲେଖା ହେଇନି। where there is no vision the people perish, କିଙ୍ଗ ଜେମ୍ସ ଭର୍ସନରେ ମାନେ ଦର୍ଶନ ନଥିଲେ ଲୋକମାନେ ବିନଷ୍ଟ ହେବେ। ଓଡିଆରେ ଲେଖା ତାକୁ ଈଶ୍ୱରୀୟ ପ୍ରତ୍ୟାଦେଶର ଅଭାବରେ ଲୋକମାନେ ଅତ୍ୟାଚାରୀ ହୁଅନ୍ତି। ଓଡିଆରେ ଏମିତି ଲେଖା ହେଇଛି। ମାତ୍ର ଯୋଉଟା କି ଟ୍ରଷ୍ଟ worthy ସେଇ ଇଂଲିଶ ବାଇବଲ ଅନୁସାରେ କିଙ୍ଗ ଜେମ୍ସ ଭର୍ସନ ଅନୁସାରେ where there is no vision the people perish, ଦର୍ଶନ ନଥିଲେ ଲୋକ ବିନଷ୍ଟ ହେବେ। ମୁଁ ଲାଗି ପଡି କାମ କରୁଥିଲି, ଘର ବନଉଥିଲି ମୋହନାରେ। ଯଦି ମତେ ପ୍ରଭୁ ବାରମ୍ବାର କଥା ନେଇନଥାନ୍ତେ ତାହେଲେ ମୁଁ ସେ ଘର ଯେମିତି ସେମିତି କରିକି ମୁଁ ରହିକି ବି କାମ କରିଥାନ୍ତି। ଶେଷରେ ପ୍ରଭୁ କହିଥାନ୍ତେ ପ୍ରଭୁ ମୁଁ ଏତେ ପରିଶ୍ରମ କରି କାମ କରିଛି, ମଣ୍ଡଳୀ କରିଛି, ତୁମର କର୍ମକୁ ଅଗ୍ନିରେ ପକାଯାଉ। ବର୍ତ୍ତମାନ ପ୍ରଥମ କରନ୍ଥ୍ୟ 3 ପର୍ବର 12ରୁ 15 ପଦ ଅନୁସାରେ ଯାହା ଲେଖା ହେଇଛି, ପ୍ରଭୁ ଆଦେଶ ଦେଇଥାନ୍ତି କୌଣସି ଜଣେ ଦୂତଙ୍କୁ, ଏଇ ବେଞ୍ଜାମିନ ବେହେରା ଯିଏକି ଆଉ ସେ କହୁଛି ମୁଁ ପାଷ୍ଟର ବେଞ୍ଜାମିନ ବେହେରା କହିକି ତାର କର୍ମ 40 ବର୍ଷ କି 42 ବର୍ଷ ଯାହା କରିଛି ସେ ଅଗ୍ନିରେ ପକାଅ। ବର୍ତ୍ତମାନ ସବୁ କାଠ ଘାସ ଛଣ କରି ପଡି ଯାଇଥାନ୍ତା। କଣ ପ୍ରଭୁ ପବିତ୍ରାତ୍ମାଙ୍କର କାମ ମୁଁ କରୁଥିଲି, ପ୍ରେରିତଙ୍କ ଶିକ୍ଷା ଦଉଥିଲି। ପ୍ରଭୁ କହିଥାନ୍ତେ ତମର କାର୍ଯ୍ୟ କରିବାର ସ୍ଥଳୀ ଏଇଟା ନଥିଲା, ସେଟା ଥିଲା କଟକ। ଆଉ କେମିତି ହେଲା? ଆଉ ମୁଁ ତ ଏଠି କଲି, ତମକୁ କିଏ କହିଲା ଏଠି କହିବା ପାଇଁ? ଜାଣିନ ତମେ ଜନସଂଘ କଥା? ନିନିବିକୁ ଯିବା ପାଇଁ କହିଲା ତର୍ସିସ ଗଲା ବେଳେ କଣ ତାଙ୍କର ଅବସ୍ଥା ହେଲା? ତମେ କଣ ଜୋହନ ସେଇ ଜନସଂଘ ଠାରୁ ମହାନ? ତମକୁ ଛାଡି ଦିଆଯିବ କାହିଁକି? ତମେ ପ୍ରଭୁଙ୍କ ଇଚ୍ଛା ବୁଝିଲ ନାହିଁ। ନିର୍ବୋଧ ନୁହେଁ, ପ୍ରଭୁଙ୍କ ଇଚ୍ଛା କଣ ତାହା ବୁଝ। ଏଫେସୀ 5:17 ଲେଖା ଅଛି। କାହିଁକି ପ୍ରଭୁଙ୍କ ଇଚ୍ଛା ବୁଝିଲ ନାହିଁ? ମୁଁ କହିଥାନ୍ତି ପ୍ରଭୁ ପ୍ରାର୍ଥନା କରିଥିଲି ତ ମତେ ଉତ୍ତର ଦେଲ ନାହିଁ। ଜିନିମେ 29 କଣ ଲେଖା ଅଛି? ସର୍ବାନ୍ତ ମାନେ ଖୋଜିଲେ ପାଇବ। କାନ୍ଦି କାନ୍ଦି ପ୍ରାର୍ଥନା କରିଛ, ମଧ୍ୟରାତ୍ରି ଉଠି ପ୍ରାର୍ଥନା କରିଛ, ଉପବାସ କରି ପ୍ରାର୍ଥନା କରିଛ, ଘଣ୍ଟା ଘଣ୍ଟା ଧରି ପ୍ରାର୍ଥନା କରିଛ। କଣ ମଣିଷ ଈଶ୍ୱର ଯେ ତାଙ୍କୁ ପଦେ ପଚାରିଦେଲେ ସେ ତମକୁ ଉତ୍ତର ଦେଇଦେବେ? ତମେ ଏଇ ବାଟରେ ସବୁ ଯାଇନ, ତମେ ଗତାଣ, ତମର କାର୍ଯ୍ୟ ପ୍ରଭୁଙ୍କର ଗ୍ରହଣ ନାହିଁ, ପ୍ରଭୁଙ୍କ ଇଚ୍ଛା ଅନୁସାରେ ନାହିଁ। କିନ୍ତୁ ଅବ୍ରାହମ କହିଲେ ତମର ଜ୍ଞାତି କୁଟୁମ୍ବ ଦେଶ ସବୁ ଛାଡି ଆମେ ଯୋଉଠିକି ସେଠିକି ଯାଉ, ତମେ ଆଶୀର୍ବାଦ କରିବା। କାହିଁ? ତାଙ୍କ ଦେଶ ଥାଇ ପ୍ରଭୁଙ୍କ ସେବା କରିଥିଲେ, ପ୍ରଭୁ ତାଙ୍କ ଆଶୀର୍ବାଦ କଲେ କଣ ହେଇନଥାନ୍ତା? ସବୁ ଛାଡିକି ଯାଅ। ଏମିତି ଭାବରେ
ଆମମାନଙ୍କୁ ଦର୍ଶନ ଦରକାର। ଅନେକଙ୍କ ଠାରେ ଆଜି ଏ ଦର୍ଶନ ନାହିଁ। ପ୍ରଭୁ ସେମାନଙ୍କୁ କଥା କହନ୍ତି ନାହିଁ, ଯାହା ନିଜେ ଚିନ୍ତା କରନ୍ତି ଭାବନ୍ତି ସେ ଅନୁସାରେ କାର୍ଯ୍ୟ କରନ୍ତି। ଏଇଟାର ବି ଅଭାବ। ତିନିଟା ଗଲା ହୋଲି ସ୍ପିରିଟ୍, ପବିତ୍ର ଆତ୍ମା। ପବିତ୍ର ଆତ୍ମାକୁ ତ ପ୍ରଭୁ ବୃଷ୍ଟି କରୁଛନ୍ତି। ବାଇବେଲରେ ବିଷୟ ବହୁତ ଅଛି ଯାହା ମୁଁ ସବୁବେଳେ କହିଥାଏ। ଗତକାଲି ମଧ୍ୟ କହିଲି ପବିତ୍ର ଆତ୍ମା ଅନେକ ପାଇଛନ୍ତି କିନ୍ତୁ ପୂର୍ଣ୍ଣ ହେଇନାହାନ୍ତି। ସେଇଟାକୁ ଆମର ପାଷ୍ଟର ଦାନିଏଲ ରିଫର କଲେ, ପାଷ୍ଟର ସାମସନ ବି ରିଫର କଲେ। ମତେ ଭଲ ଲାଗିଲା, ଖୁସି ହେଲି। ପବିତ୍ର ଆତ୍ମା ଖାଲି ପାଇଲେ ହବନି, ପବିତ୍ର ଆତ୍ମାରେ ପୂର୍ଣ୍ଣ ହବା ଦରକାର। ସେ ପ୍ରେରିତ ମାନଙ୍କର ସମୟରେ ସେମାନେ ଖାଲି ପାଇନଥିଲେ, ସେମାନେ ପୂର୍ଣ୍ଣ ବି ହେଇଥିଲେ। ସେ ଯାହା ବି ହଉ ବିନା ପବିତ୍ର ଆତ୍ମାରେ ସେମାନେ କିଛି କରୁନଥିଲେ। ଆଜିର ଅନେକ କାର୍ଯ୍ୟକାରୀ ମାନେ, ପ୍ରଚାରକ ମାନେ, ପ୍ରଭୁଙ୍କ ଲୋକମାନେ ପବିତ୍ର ଆତ୍ମା ସେମାନେ ଠାରେ ନାହାନ୍ତି। ପଦେ ପରଭାଷା ତାଙ୍କ ମୁଖରୁ ବାହାରୁ ନାହିଁ। ମାତ୍ର ପବିତ୍ର ଆତ୍ମା ସମସ୍ତଙ୍କ ଉପରେ ଢାଳିବା ବୋଲି ପ୍ରଭୁ କହୁଛନ୍ତି। ଦୁଃଖର ବିଷୟ, ଗୋଟେ ପ୍ରଚାରକ, ଠିକ ପ୍ରଚାରକ ନାହାନ୍ତି ଏ ସତ୍ୟ ବାକ୍ୟ କହିବା ପାଇଁ। ମୁଁ କହିଥିଲି ଦିନେ ସେଇ କଟକରୁ ଭୁବନେଶ୍ୱର ପିପିଲି ଗୋଟେ ଜାଗାକୁ ଯାଇଥିଲି। କିଛି ଲୋକମାନେ ଥିଲେ, ଜଣେ ବିଶିଷ୍ଟ ଲୋକ, ଆଉ ଦେଶ ବିଦେଶ ସବୁରେ ସହଯୋଗରେ ସେ କାମ କରୁଛନ୍ତି। ମତେ ଇଣ୍ଟ୍ରୋଡ୍ୟୁସ କରିଦେଲେ। କଣ ଇଣ୍ଟ୍ରୋଡ୍ୟୁସ କଲେ ଜାଣିଛନ୍ତି? କହିଲେ ପରିଚୟ ମତେ କରିଦେଲେ। ଏ ହେଉଛନ୍ତି ପାଷ୍ଟର ବେଞ୍ଜାମିନ ବେହେରା, କଟକରେ ସେ ରହୁଛନ୍ତି। ଆଉ ସେ ଯେମିତି ପବିତ୍ର ଆତ୍ମାଙ୍କ କାର୍ଯ୍ୟ କରନ୍ତି ଏପରି ଗୋଟିଏ ଲୋକଙ୍କୁ ମୁଁ ଅଲ ଇଣ୍ଡିଆରେ ଦେଖିନି। ଚାରିଆଡେ ସେ ବୁଲୁଛନ୍ତି। ମୁଁ ପ୍ରଭୁଙ୍କ ନିକଟରେ କୃତଜ୍ଞ ହେଲି। ତୁମ ନିଜ ମୁଖ ତୁମର ପ୍ରଶଂସା ନ କରୁ, ଅନ୍ୟର ମୁଖ ତାହା କରୁ। ମୁଁ ତ କୃତଜ୍ଞ ହେଲି କିନ୍ତୁ ମୁଁ ଖୁସି ନାହିଁ। କାହିଁକି? ଆଉ এই ପ୍ରକାର ଲୋକ ଯେ ପ୍ରଭୁଙ୍କର ପବିତ୍ର ଆତ୍ମାଙ୍କ ସମ୍ବନ୍ଧୀୟ କାର୍ଯ୍ୟ କରୁନାହାନ୍ତି, ଯୋଉଠି ବହୁତ ବହୁତ ଲୋକମାନେ, ହଜାର ହଜାର ଲୋକମାନେ ଏକତ୍ର ହଉଛନ୍ତି, ସେଇ ଜାଗା ମାନଙ୍କରେ ଲୋକମାନେ ଏପରି ଭାବରେ ପବିତ୍ର ଆତ୍ମାଙ୍କର କାର୍ଯ୍ୟ କରୁନାହାନ୍ତି, କହୁନାହାନ୍ତି, ଶିକ୍ଷା ଦଉନାହାନ୍ତି। ଲୋକଙ୍କ ମୁଣ୍ଡରେ ପୁରେଇବା ଦରକାର। ସେଟା ନାହିଁ। ଅନ୍ୟାନ୍ୟ ଅନେକ ବିଷୟରେ ସବୁ କହିକି ଚାଲୁଛନ୍ତି, ନିଜେ ପବିତ୍ର ଆତ୍ମା ପ୍ରାପ୍ତ ନୁହେଁ। ଏଇଟା ଗୋଟେ ବହୁତ ବଡ଼ ଉଣା ବିଷୟ। ପ୍ରେରିତ ମାନଙ୍କ ସମୟରେ ପବିତ୍ର ଆତ୍ମାଙ୍କର ଅଭାବ ନଥିଲା। ପଚାରେ ପବିତ୍ର ଆତ୍ମା ପାଇନ, ହସ୍ତାର୍ପଣ କଲେ ପବିତ୍ର ଆତ୍ମା ପାଇଗଲେ। କଥା କହୁ କହୁ ପବିତ୍ର ଆତ୍ମାଙ୍କର ବୃଷ୍ଟି ହେଲା। ଯେ କୌଣସି ଲୋକ ପ୍ରଭୁଙ୍କର କାର୍ଯ୍ୟ କରୁଛନ୍ତି, ମନେ ରଖନ୍ତୁ, ଯଦି ଠିକ ଭାବରେ ପ୍ରଭୁଙ୍କର କାର୍ଯ୍ୟ କରିବାକୁ ଆମେ ଚାହୁଁ, ପ୍ରଭୁଙ୍କୁ ସନ୍ତୁଷ୍ଟ କରିବାକୁ ଚାହୁଁ, ଆମର ସେବା କାର୍ଯ୍ୟରେ ଆମର ଶିକ୍ଷା, ପ୍ରଚାର, ପ୍ରାର୍ଥନା ଦ୍ୱାରା ବା ହସ୍ତାର୍ପଣ ଦ୍ୱାରା ଅନ୍ୟମାନେ ପବିତ୍ର ଆତ୍ମା ପାଇବାକୁ ହବ। ଏଇ ଯୋଉ ଚିନ୍ତା ମୋର 82 ମସିହାରେ ଥିଲା। ତେଣୁ ମୁଁ ସେପରି ଆରମ୍ଭ କରି ପ୍ରାର୍ଥନା ସବୁ କରି ସବୁ ପବିତ୍ର ଆତ୍ମାରେ ମାନେ ପରିପୂର୍ଣ୍ଣ ହେଇଛୁ। ଆଜି ପର୍ଯ୍ୟନ୍ତ ସେ ଚିନ୍ତା ମୋ ଭିତରେ ଅଛି। ସେ ଚିନ୍ତା ବଢି ଯାଇଛି, ସେ ଚିନ୍ତା ମୋର କମି ନାହିଁ। ଏଇଟା ଆବଶ୍ୟକ। ଯୋଉଟା ଅନେକଙ୍କ ଠାରେ ଅଭାବ ରହିଛି, ଏ ତୁଳନାତ୍ମକ ଆଉ ଯୋଉ ମୁଁ ଶିକ୍ଷାଟା ଦଉଛି ବୋଲି ମୁଁ ଆଜି କହୁଛି, ତାହା ଆନାଟମି ଅଫ ଆପୋଷ୍ଟଲିକ ମିନିଷ୍ଟ୍ରି, ପ୍ରେରିତିକ ସେବା କାର୍ଯ୍ୟର ବିଶ୍ଳେଷଣ, ଯୋଉଠି 11 lakhs ଆଉ 11:19 ମୁଁ କହୁଛି। ହୋଲି ସ୍ପିରିଟ୍ ଆଣ୍ଡ ପାୱାର, ଶକ୍ତି। ସେମାନେ ଲେଖାଉଛି ପ୍ରେରିତ ମାନେ ମହାଶକ୍ତି ସହିତ ପ୍ରଭୁ ଯୀଶୁଙ୍କ ପୁନରୁତ୍ଥାନର ସାକ୍ଷୀରେ ପିତଳ ସେ ମାତୃଗର୍ଭରୁ ଖଞ୍ଜକୁ ଉଠ ଯୀଶୁଖ୍ରୀଷ୍ଟ ନାମରେ ସେ ଲୋକ ଭଲ ହେଲେ। ହଜାର ହଜାର ଲୋକମାନଙ୍କର ପରିବର୍ତ୍ତନ ହେଲା। ମଲା ଲୋକମାନଙ୍କୁ ବଞ୍ଚାଇଲେ। ଆଉ ଜଣେ ସେ 8 ବର୍ଷ ପର୍ଯ୍ୟନ୍ତ ଏନିଓ କହି ଜଣେ ଲୋକ, ସେ କଣ ପକ୍ଷାଘାତରେ ପଡିକି ସେ ରହିଥିଲା। ଭିତର ଗଲେ ସେଠି କହିଲେ, ଏନିଓ ଯୀଶୁଖ୍ରୀଷ୍ଟ ତୁମକୁ ସୁସ୍ଥ କରୁଛନ୍ତି। ଉଠିଗଲା ଲୋକ। ତାହା ଦେଖି ସେ ନଗର ସମସ୍ତ ଲୋକ ପ୍ରଭୁ ଏ କାର୍ଯ୍ୟ କାହିଁ? ଏ କାର୍ଯ୍ୟ କାହିଁ? ବିଶ୍ୱାସୀ ମାନେ ପୀଡ଼ିତ ମାନଙ୍କ ହାତ ରଖିଲେ ସୁସ୍ଥ ହେବେ। ଆଶ୍ଚର୍ଯ୍ୟ କର୍ମ ନାହିଁ। ଲୋକମାନେ କେବଳ କଥାରେ କହିକି ଚାଲିଛନ୍ତି, ମାତ୍ର ଈଶ୍ୱରଙ୍କ ରାଜ୍ୟ ବାକ୍ୟରେ ସତ୍ୟରେ ପ୍ରକାଶ ପାଏ। ସେ କଥାରେ ଆମେ ବିଶ୍ୱାସ କରିବା ନାହିଁ, ଆମକୁ କାର୍ଯ୍ୟ କରିବାକୁ ହବ। ପ୍ରେରିତ ମାନଙ୍କ ଦ୍ୱାରା ମହା ଅଦ୍ଭୁତକର ଲକ୍ଷଣମାନ ସାଧନ ହଉଥିଲେ ଲେଖାଉଛି। ଆଜି ସେଟା ନାହିଁ, ସେଟା ହବା ଆବଶ୍ୟକ। এইটা আমার ঋণা। ମୁଁ କହିଲି ଏ ବାକ୍ୟ ଶୁଣିବା ସମୟରେ ଆମେ ନିଜକୁ ନମ୍ର କରିବାକୁ ହବ। ଓ ଏଗୁଡା ମୋ ଠାରେ ଋଣା ଅଛି। ଯଦି ଆମ ଠାରେ ଋଣା ଅନ୍ୟମାନ ଠାରୁ କଣ ନଥିବ, କେମିତି ପ୍ରଭୁଙ୍କର କାର୍ଯ୍ୟ ହବ? ତାହେଲେ ଖାଲି ପ୍ରାର୍ଥନା କଲେ ହବ ନାହିଁ, ଈଶ୍ୱରଙ୍କ ରାଜ୍ୟ ବଢିବ ନାହିଁ। ଏଥିପାଇଁ କେତେ ବିଶ୍ୱାସର ଆବଶ୍ୟକ। ପାୱାର, ଶକ୍ତି ଗଲା। ତାପରେ ହେଲା ଜିଲ୍, ଉଦ୍ଯୋଗ। lack of zeal, lack of Holy Spirit, lack of power, lack of zeal। ଆଉ ପବିତ୍ର ଆତ୍ମାଙ୍କର ଭାବ, ଶକ୍ତିର ଭାବ, ଉଦ୍ଯୋଗର ଭାବ। ଉଦ୍ଯୋଗର ଭାବ କଣ? ଯୀଶୁ କହିଲେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଯିବ। ଘର ଦ୍ୱାର ସବୁ ଛାଡି ସେମାନେ ଚାରିଆଡେ ବୁଲିଲେ। କେବଳ ପ୍ରଭୁଙ୍କର କାର୍ଯ୍ୟରେ ବୁଲିଲେ ସେମାନେ ଚାରିଆଡେ। ଯୋଉଟା ଅଭାବ ରହିଛି ଅନେକଙ୍କ ଠାରେ ଆଜି ବା ଆମମାନଙ୍କ ଠାରେ ମଧ୍ୟ ଅନେକ କଣ କରନ୍ତି? ସେବା କାର୍ଯ୍ୟ ନିଜ ନିଜ ମଣ୍ଡଳୀରେ କରିବା ଭଲ, ଆଉ ଅଲଗା ଜାଗା ମାନଙ୍କୁ ଯାଇ କିଏ କରିବ?
যদি প্রভু ଆମକୁ ଆହ୍ୱାନ ଦେଇଛନ୍ତି ପବିତ୍ର ଆତ୍ମା ଦେଇଛନ୍ତି ଆମେ ଯଦି ଚାରିଆଡେ ନ ବୁଲିବା ସେ ଲୋକମାନେ ବଦଳିବେ କେମିତି ମୁଁ ଯଦି କୁଟି ଗୁଡା ଯାଇନଥାନ୍ତି କୁଟି ଗୁଡା ବଦଳି ଥାନ୍ତା କେମିତି ପାଷ୍ଟର ସାମସନଙ୍କ ବାପା ତ କହିଥିଲେ 26 ଜଣ ମିଶନାରୀ ଆସିଲେ ଆମକୁ କେହି ବଦଳେଇ ପାରିନଥିଲେ ତମେ ଗୋଟେ ଛୋଟ ପିଲା ଅଛି ଛୋଟ ପିଲା ହଉ ବଡ ହଉ ମୁଁ ତ ଗଲି ନା ପ୍ରାର୍ଥନା କଲି ନା ତାପରେ ଦିବାକର ଭଲ ହବାରୁ ସେଠି କାମ ହେଲା ସେମିତି ବିଭିନ୍ନ ସ୍ଥାନ ମାନଙ୍କୁ ଯାଇ ପ୍ରଭୁଙ୍କର କାର୍ଯ୍ୟ କରିନଥିଲେ ଅନେକଙ୍କର ପରିବର୍ତ୍ତନ ହେଇନଥାନ୍ତା ଲୋକମାନେ ସତ୍ୟ ବିଷୟ ଜାଣିନଥାନ୍ତେ ଚାରିଆଡେ ବୁଲି ପବିତ୍ରାତ୍ମାଙ୍କର କାର୍ଯ୍ୟ ପବିତ୍ରାତ୍ମାଙ୍କର କଥା କହୁଛି ଅନେକ ପ୍ରାର୍ଥନାର ସହିତ ଏଇଟାକୁ ଆଉ ଶିକ୍ଷା ପ୍ରଚାର ଜାଗତିକ ଜ୍ଞାନରେ କଲା ପରି ନାହିଁ ବାଇବେଲ ପଢିକି ଜାଣିକି ଖାଲି ଆମେ କହିଦେବା ସେୟା ନାହିଁ ଅନେକ ପ୍ରାର୍ଥନା ପବିତ୍ରାତ୍ମାଙ୍କର ଅଭିଷେକ ସହିତ କହିଲେ ସେ ବାକ୍ୟ ଲୋକମାନଙ୍କ ମଧ୍ୟରେ ପ୍ରବେଶ କରିବ ଗ୍ରହଣୀୟ ହବ ଲୋକମାନେ ବଦଳି ଯିବେ ସେତେବେଳେ ତେଣୁକରି ଆମଙ୍କ ପାଖରେ ଉଦ୍ଯୋଗ ଆମେ କୁଆଡେ ବାହାରି ପାରୁନା କୁଆଡେ ଯାଇପାରୁନା ଏଣେ ଯୀଶୁଙ୍କର ଆଦେଶ ତାଙ୍କର ଆଶା ପ୍ରେରିତ 1:8 ଅନୁସାରେ ଜେରୁସାଲେମଠୁ ଆରମ୍ଭ କରି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ମୋର ସାକ୍ଷୀ ହୁଅ ସେମାନେ ଚାରିଆଡେ ବୁଲିଲେ ଘର ଦ୍ୱାର ଛାଡିକି ବୁଲିଲେ ସ୍ତ୍ରୀ ପିଲା ସବୁ ଛାଡିକି ସେମାନେ ବୁଲିଲେ ବାଇବେଲ ଲେଖାରେ ମାନେ ଜଗତକୁ ଓଲଟ ପାଲଟ କଲେ ଆମକୁ କିଏ କହିବ ଜଗତକୁ ଓଲଟ ପାଲଟ କରିଛୁ ବୋଲି କୁଆଡେ କୁଆଡେ ଯାଇଛୁ କେତେ ଜାଗାରେ ପ୍ରଚାର କରିଛୁ କେତେ ଲୋକମାନେ ବଦଳିଛନ୍ତି କେତେ ଆଶ୍ଚର୍ଯ୍ୟ କର୍ମ ହୋଇଛି ଚିନ୍ତା କଲେ କିଛି ବି ନାହିଁ କେମିତି ଯୀଶୁଙ୍କ ଆଗମନ ପାଇଁ ଆମେ ପ୍ରସ୍ତୁତ ହେବା କରିବା ନିଜକୁ କେମିତି ଆମେ ସ୍ୱର୍ଗ ରାଜ୍ୟ ପାଇଁ ନିଜକୁ ଯୋଗ୍ୟ କରିପାରିବା ଆଉ ମୁଁ ଆସନ୍ତା କାଲି ଠାରୁ ତ ଏଇଠି ମୁଁ କହିବି ନାହିଁ କେତେଟା ଜାଗା ମଣ୍ଡଳରେ ବୁଲିଲା ପରେ ମୁଁ ମୋ ରାସ୍ତାରେ ଚାଲିଯିବି ତାପରେ ସେ ଖାଲି କଟକ ନାହିଁ ବିଭିନ୍ନ ସ୍ଥାନ ମାନଙ୍କୁ ପ୍ରଭୁ ଯେପରି ଯୋଜନା ଅଛନ୍ତି ବହୁତ ପ୍ରାର୍ଥନା ମୁଁ ସବୁବେଳେ କରୁଛି ପ୍ରଭୁ ତୁମେ ଯେପରି ଚାହଁ ସେଇପରି ଭାବରେ ମତେ ବ୍ୟବହାର କର ତୁମ ଇଚ୍ଛା ହେଲେ ପୃଥିବୀର ପ୍ରାନ୍ତକୁ ନେଇ ଯେକୌଣସି ଦେଶକୁ ଯୋଉଠିକି ତମେ ନେବ ମୁଁ ଯିବି ମତେ ନିହାତି ଆମେରିକାକୁ ନିଅ ଆଫ୍ରିକାକୁ ନିଅ ଅଷ୍ଟ୍ରେଲିଆକୁ ନାଇଁ 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 ସେଇଟା ଗୋଟେ ଅଲଗା ବିଷୟ ଫରେନ୍ ଯିବା ପାଇଁ ଚାହୁଁଛ ପ୍ଲେନରେ ଉଡ଼ିକି ଅବଶ୍ୟ 2 ଥର ପ୍ଲେନରେ ଉଡ଼ି ସାରିଲେଣି ମଧ୍ୟ କାଲକାଟା ଯିବା ଆସିବା କରିବା ସମୟରେ ସେଇଟା ନାହିଁ ଯଦି ଯୀଶୁ ଚାହୁଁଛନ୍ତି ତାହେଲେ ଯୀଶୁ କେତେବେଳେ ଚାହିଁବେ ନିଜେ ସେମିତି ଯୋଗ୍ୟ ହେଲେ ଦକ୍ଷ ହେଲେ ପ୍ରଭୁ ବ୍ୟବହାର କରିବେ ଆମେ ଦ୍ୱାର ଫିଟେଇବା କିଏ ଅନ୍ୟଥା କରିବେ ତେଣୁ ଆମଙ୍କର ପରିଶ୍ରମ ଦରକାର ପ୍ରଭୁଙ୍କର କାର୍ଯ୍ୟରେ ବୁଲିବାକୁ ହବ ଚାରିଆଡେ ବିଭିନ୍ନ ଗାଁକୁ ଯିବାକୁ ହବ ବିଭିନ୍ନ ସହର ଯିବାକୁ ହବ ବିଭିନ୍ନ ମଣ୍ଡଳୀ ଯିବାକୁ ହବ ବିଭିନ୍ନ ପ୍ରକାର ଲୋକମାନଙ୍କ ଭିତରୁ ଯିବାକୁ ହବ ଯୀଶୁଙ୍କ କଥା କହିବାକୁ ଆଶ୍ଚର୍ଯ୍ୟ କର୍ମ ନ କଲେ ଲୋକମାନେ କେହି ଗ୍ରହଣ କରିବେ ନାହିଁ ଆଶ୍ଚର୍ଯ୍ୟ କର୍ମ କର ଦେଖିବ ଚାରିଆଡେ ଲୋକ ଗ୍ରହଣ କରିବେ ଆଶ୍ଚର୍ଯ୍ୟ କର୍ମ କରିବା ପାଇଁ ନିଜକୁ ସେପରି ପ୍ରସ୍ତୁତ କରିବା ଆବଶ୍ୟକ ଲାକ୍ ଅଫ୍ ୟୁନିଟି ଏକତାର ଭାବ ସେମାନେ କଣ କଲେ ସମସ୍ତେ ଏକ ହେଲେ ଯୀଶୁ ବି ପ୍ରାର୍ଥନା କରିଛନ୍ତି ଶେଷରେ ସେ ପ୍ରାର୍ଥନା କଲେ ପିତା ତୁମେ ମୁଁ ଯେପରି ଏକ ଏମାନେ ବି ସେପରି ଏକ ହୁଅନ୍ତୁ ପ୍ରେରିତମାନଙ୍କ ସମୟରେ ଲୋକ ସମସ୍ତେ ଏକ ମନା ହେଇକି ଥିଲେ ତାଙ୍କର ଜମି ଭୂମି ବିକ୍ରୟ କରି ପ୍ରେରିତମାନଙ୍କର ପାଦ ତଳେ ଥଉଥିଲେ ନିଜର ବୋଲି କିଛି ମନେ କରୁନଥିଲେ এই ପ୍ରକାର ସେମାନେ ସମସ୍ତେ ଏକ ହୋଇଥିଲେ ଆଜି ଦରକାର ସେ ଏକତା ମଧ୍ୟ ନାହିଁ କିଛି ଦିନ ମିଳିମିଶି ଗିର୍ଜା ପ୍ରାର୍ଥନା କଲା ପରେ ବାଇବେଲ ଟିକେ ଜାଣିଲା ପରେ ମୁଁ ମୋର ସ୍ୱତନ୍ତ୍ର ହିଁ କାର୍ଯ୍ୟ କରିବି এই ଜିନିଷ ସମସ୍ତଙ୍କର ଦେଖାଯାଏ ସେମାନେ ସେପରି ଭାବରେ କରନ୍ତି ନାନା ପ୍ରକାର ସମସ୍ୟାରେ ପଡନ୍ତି ଦୁଃଖରେ ପଡନ୍ତି ଦଣ୍ଡ ପ୍ରାପ୍ତ ହୁଅନ୍ତି କାରଣ ଆମର ବିପକ୍ଷ ହଉଛି ଶୟତାନ ସିଂହ ପରି ଗର୍ଜନ କରି କାହାଦ୍ୱାରା ଆଶ୍ରୟ ଖୋଜି ବୁଲୁଛି ଇସ୍ରାଏଲ ମଧ୍ୟରେ ଯେତେବେଳେ ସାଉଲ ରାଜା ଥିଲେ ଆଉ ସେ ଗଲିଆତକୁ ବଦ୍ଧ କରିବା ପାଇଁ ଜଣେ ଲୋକ ମାତ୍ର ଥିଲା ସେ ହେଲା ଦାଉଦ ଆଉ ସେ ସାଉଲ ରାଜା ବି ସେ ନଥିଲେ କୌଣସି ଲୋକ ଇସ୍ରାଏଲରେ ଦେଖାଗଲେ ନାହିଁ କେବଳ ଜଣେ ଲୋକ ଥିଲେ ଦାଉଦ ସେ ହିଁ ଗଲିଆତକୁ ବଦ୍ଧ କଲେ ଦ୍ୱିତୀୟ ଲୋକ ନଥିଲା କାରଣ ଠିକ ନେତା ପାଇବା କଷ୍ଟକର ସେ ଠିକ ଉପଯୁକ୍ତ ଲୋକମାନେ ଆତ୍ମିକ ସ୍ପିରିଚୁଆଲ ଲିଡର୍ସ ବହୁତ କମ ମୁଁ ତାଙ୍କ ପରି ହେଇଯିବି ଟିକେ କିଛି ଗୋଟେ ଅନୁଭୂତି ମିଳିଲା ଗୋଟେ ଆଶ୍ଚର୍ଯ୍ୟକର୍ମ ହେଲା କହିଲେ ତାପରେ ଯେତେବେଳେ ଶୟତାନ ଆସିବ ସିଂହ ପରି ଗର୍ଜନ କରି ସେ ଗ୍ରାସ କରିଦେବ ଆମର ପତା ସତା ରହିବ ନାହିଁ ସାକ୍ଷ୍ୟ ସବୁ ନଷ୍ଟ ହେଇଯିବ ଲୋକମାନେ ନାନା ପ୍ରକାର ସମାଲୋଚନା କରିବେ ଗୋଟେ ପ୍ରଚାରକ ଦେଖ ଇଏ କଣ କରୁଛନ୍ତି କୋଉ ପ୍ରକାର କାର୍ଯ୍ୟ କରୁଛନ୍ତି କେମିତି ଜୀବନ କାଟୁଛନ୍ତି କିଏ ଶୁଣିବ ତାର ଶିକ୍ଷା ତାର ପ୍ରଚାର କିଏ କହିବ ଯେ ତାକୁ ପ୍ରଭୁଙ୍କର ଲୋକ ବୋଲି ନାହିଁ ତେଣୁ ସେପରି ନାହିଁ ଆମର ଜୀବନ ଭିନ୍ନ ପ୍ରକାର ଗୋଟିଏ ଏକତା ରହିବା ଆବଶ୍ୟକ ଯାହାର ଯାହା କର୍ତ୍ତବ୍ୟ ଦାୟିତ୍ୱ ସେ ଅନୁସାରେ ସେଟା କରିବାକୁ ସମସ୍ତେ ଗୋଟିଏ ଲେଭେଲ ରହିବେ ନାହିଁ କେବଳ ଯେମିତି ଗୋଟେ ବ୍ୟାଙ୍କକୁ ଚାଲିଗଲେ ସେ ବ୍ୟାଙ୍କର ଆଉ ପ୍ରଧାନ ବ୍ୟକ୍ତି ଥିବେ ମ୍ୟାନେଜର ତାପରେ ଅନ୍ୟାନ୍ୟ ସବୁ ଆସିବେ ଫିଲ୍ଡ ଅଫିସର ଆସିବେ ଆଉ ପ୍ରବେଶନାରୀ ଅଫିସର ଆସିବେ କ୍ଲର୍କ ଆସିବେ ବିଭିନ୍ନ ପ୍ରକାର ଲାଷ୍ଟକୁ ସେ କଣ ସୁଇପର
जे कि आउ से झाड़ू करुच्ची से गेट कीपर एमाने ए मिनिमम रु मैक्सिमम पर्यंत सेमिति भिन्न भिन्न स्तर रे प्रभु लोक मानकर स्टैंडर्ड रही पोजिशन रही समस्ते गोटे लेवल रे नाहु आमे प्रभु सहित कार केते संपर्क किए केते कार्य करछि प्रकृत लाभ स्वरूप से अनुसार केबे तमाने से प्रकार स्वप्न दर्शन पाई नथिबो अनेकंक ठारे तो नाही जेतले मते जीसु देखले मो सहस्त्र वर्ष राजो तो हजार वर्ष राजो जा प्रकाश वाक्य कोड़े पर लिखा होछि जेतले मु आ गोटे व्हाइट सफारी पिंधि कि मु सफारी भी पिंधे आ सब तो व्हाइट पिंधे मु जेतले जने पृथ्वी शासक होइछि प्रकाश वाक्य 2 पर्वर 26 पद 29 पद अनुसार जने जाजक लोक मो पाखु आसी करे मो आपण मान को मधुर काम करि परिबे कि परमिशन नउछंती मु कहूछि इंग्लिश रे कहूछि मेक दिस मैन आउट ए लोक को बाहर करो ताको आउ केते अन्य माने सब जो माने मो अधीन अछन समान ताको नै गेले तांगर पता मिलला नै हरा जने लोक आसी हाथ बढाई कले हेलो कमांडो मो हेलो कहली हाथ मिसरे डाहण हाथ तापरे अनेरी से होछंती जीसु मो पिठिरे से कांदरे हाथ रखिले साबास देले जीसु सहित चलुचे मु जानुची सेटा होची जीसुंकर सहस्र वर्ष राजत्व पृथ्वी रे देखो कि चिंता कर देखो कि भाभी देखो एक प्रकार अनुभूति केबे पाइछो केबे जीसु केबे कहिथिबे तुमको हेलो कमांडो कहि कि कमांडो कहि गुडे शासन कर्ता करिए सब करि कि जदि हमें ठीक रास्ते रे जीवा से कहिबे किंतु मो प्रति ए समस्त विषय घटिछि आउरी अनेक 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 विषय चारियारे मो पई विपद मृत्यु थिले मध्य मो जीवन को मो किछि बोली मो खातिर करे नै मात्र प्रोटेक्शन पाई लोक केते कोन करंती कौन सी मनीषर प्रोटेक्शन चाहिनी स्पिरिचुअल प्रोटेक्शन सब चाहिनी स्वप्न रे मते आ देखो बाइबल लिखा होची जो माने प्रभु को भय करे ताको दूत माने छारियार छाणी के रक्षा करिवे दिनकर स्वप्न देखली मु जुआरी जाउची गोटे पुलिस गाड़ी सहित विशिष्ट पुलिस माने मते फॉलो कर भाबली कोन मते घरिया पे आछन ना कोन तापर मु देखली गोटे बड़ होटल भीतर मु जाउची ओनी जने पुलिस म पछे आछिरा मु पचाली मु जुआडे बिना आपण माने मते गडुन छथि काहे कि मोर कोन भूल अछि कि से हसी देई करे नाही नै हमकु आदेश दियाई छी तमे जोठी की जीव तमरो सुरक्षा पय हमें तमे सेठी रही एडी तो बड़ बड़ विशिष्ट लोक मान पय करा जाय मोर कहिबार अर्थ एई लेवल रे प्रभु को लोक मान अछंती केबे भाबियोनी हमें सब समस्त समान से अनुसार प्रभु कार्य करिवे गोटे बैंक रा जदी आउ केवल जने से मैनेजर रहिबो कि जने स्वीपर रहिबो तार अन्य काम किछि हेई पाने प्रत्येकर कर्तव्य दायित्व अलग अलग जदि सेडी 20 लोक थिबे एम्प्लॉइज चाकरी करिया पई से 20 लोकन को नै से बैंक चलिबो जनक द्वारा हबो नै अनेक समय एडा आत्मिक विषय हो नै मो मोर स्वतंत्र गिरजा करिवि मोर दरकार नै मो जानिली मो बाइबल के कहिबि आ कोन गिरजा प्रार्थना करि मो जानि मो रास्ता रे कार्य करिवि एडा प्रभु ठारे केबे ग्राह्य हबो नै तेणु सेमानकर से एकता थिला साधारण भाषा रे कहा जाय एकता ही बड़ और यूनाइटेड वी स्टैंड डिवाइडेड वी फॉल एक कहले हमें ठियाबा जदि हमें अलग अलग हेले तारा माने पड़ी जीवा इतिहास रा माने पढिछु पाठ कथा मु कहूची भारत को गोटे समय कहा जाउथिला सोनार भारत कारण बहुत संपत्ति थिला बाहर लोक माने सब आसी राजा माने तांको आक्रमण करबा समय से माने देखिले ए भारत रे एटा सोनार भारत प्रचुर संपत्ति अछि सत मात्र ए देश को सहज रे जय करी हो कहीं आंगठार गोटे दुर्बलता अच्छी अनेक राजा अच्छा कहार क्या सहित मिशुना मन अलग अलग कर चलो जन जन को अटाक करवा सेमती पराजय कले सुना को चुना करदे आम अवस्था तेणुक ये गोटे उणा विषय मान मन रखा हम खाली जानवा ना पूर्ण करने आवश्यक डेडिकेशन मान उत्सर्ग से सेपरेट मान डेडिकेशन था उत्सर्ग मान कौन प्रभुंकर कार्य से निज निजक एपरी भाव में उत्सर्ग करते द्वितीय कौन काम करुन कौन चाकरी ना कौन व्यवसाय ना पार्ट टाइम प्रभु को काम से कर अनेक कर ठीक अच्छे जदि आह्वान ना निजर कर्तव्य कर्म कर प्रभुंर काम करें भल कथा कि खराब ना किंतु जदि अनेक सेमती करेंगे उत्सर्गीकृत होकर 24 घंटा रेडी हवा को पड़ो प्रभुंर कार्य ए कार्य मोर अच्छे एथि मु आज गिरजा जाई पारु नै प्रचार जाई पारु नै प्रभुंकर कार्य जाई पानी तार डेडिकेशन नाही जदि सुविधा थिबो घर को देखिबा गां को देखिबा अन्य मान को देखिबा सया प्रथमे तांको राज्य धार्मिक अन्वेषण कर बोली जीसु कहले ताले तुमको सब दिया जीवो उत्सर्ग सब निज करिसंती प्रभुंकर काम छडा द्वितीय काम समान को जीवन रे नाही तांकर लक्ष्य किछि नाही
ଯେତେବେଳେ ଚାହିଁଲେ କେବଳ ପ୍ରଭୁଙ୍କର କାର୍ଯ୍ୟ କରିବାକୁ ସେମାନେ ଉତ୍ସର୍ଗୀକୃତ, ପ୍ରଭୁଙ୍କର କାମ ନ କରି ସେମାନେ କୌଣସି ପ୍ରକାର ରହିପାରିବେ ନାହିଁ। ଚାରିଆଡେ ଏସବୁର ଅଭାବ, ଡେଡିକେସନ ନାହିଁ, ନିଜ ନିଜର ଚିନ୍ତା ସ୍ୱାର୍ଥ ଲକ୍ଷ୍ୟରେ ଅନେକ ବରଂ ଦୌଡ଼ିକି ଚାଲିଛନ୍ତି। ପ୍ରଭୁଙ୍କର କାର୍ଯ୍ୟ ବାଧାପ୍ରାପ୍ତ ହଉଛି। ଫେଥ୍, ବିଶ୍ୱାସ, ବିଶ୍ୱାସ ବିନା ତ ତାଙ୍କର ସନ୍ତୋଷ ପାତ୍ର ଅସମ୍ଭବ, ସେଟା ଶୁଣିଲୁ। ଆଉ ପାଷ୍ଟର ଦାନିଏଲ କହୁଥିଲେ ଠିକ ସେ କରି ଆଉ ପ୍ରଭୁଙ୍କୁ ଆମେ ଖୁସି କରିପାରିବାନି। ସୋରିଷ ଦାନା ପରି ବିଶ୍ୱାସରେ ପର୍ବତ ଘୁଞ୍ଚିଯିବ। ମାତ୍ର ଯୀଶୁ କହିଲେ ଲୁକ 18 ପର୍ବରେ, ମନୁଷ୍ୟ ପୁତ୍ର ଆସିଲେ କଣ ପୃଥିବୀରେ ବିଶ୍ୱାସ ଦେଖିବେ? ବିଶ୍ୱାସର ଅଭାବ। ଯେ ପ୍ରଭୁଙ୍କର କାର୍ଯ୍ୟ କରିବା ପାଇଁ ଚାହୁଁଛି ସେ ହଁ କିଛି ଗୋଟେ ସେ ଆଉ ଥିଓଲୋଜିକାଲ କ୍ୱାଲିଫିକେସନ ନେବା ପାଇଁ ତାର ଇଚ୍ଛା କାହିଁକି? ତାହେଲେ କୋଉଠି ଗୋଟେ ତାକୁ ପାଷ୍ଟର ହବାକୁ ସୁଯୋଗ ମିଳିବ, ଆଉ ଦରମା ମିଳିବ, ଚାକିରି, ସେଇଟା ସେପରି ଚିନ୍ତାଧାରା ମୋ ମନରେ ମୋଟେ କେବେ ଆସିନାହିଁ। ଚାହିଁଥିଲେ ମୁଁ କୌଣସି ଗୋଟେ ଚାକିରି କରି ପ୍ରଭୁଙ୍କର କାର୍ଯ୍ୟ କରି, କିନ୍ତୁ ପ୍ରଭୁଙ୍କର ଆହ୍ୱାନ ପାଇଁ ସବୁ ମୁଁ ତ୍ୟାଗ କଲି। କେତେ ବଡ ବଡ ଆଉ ପେଣ୍ଟିକୋଷ୍ଟାଲ ସଂସ୍ଥା ମଧ୍ୟ ମତେ ଡାକିଲେ, ମୁଁ ସେଗୁଡାକ ପ୍ରତ୍ୟାଖ୍ୟାନ କରିଦେଇଛି। ଏଥିପାଇଁ ପ୍ରଭୁ ମତେ ଚାହୁଁନାହାନ୍ତି କହି ଦିନେ ଜଣେ ଆତ୍ମିକ ଲୋକଙ୍କ ଦ୍ୱାରା କୁହାଯାଇଥିଲା, ଆଉ ଏଲିଓ ବିଶ୍ୱସ୍ତ ରହିଲେ କାଉର ଭାବ ହବ ନାହିଁ। ତୁମେ ସ୍ୱାଧୀନରେ ପ୍ରଭୁଙ୍କର କାର୍ଯ୍ୟ କରିବ। ପ୍ରଭୁଙ୍କର ବାକ୍ୟ ମୋ ଭିତରୁ ଚାଲିଗଲା। ମତେ ବହୁତ ଭଲ ଲାଗିଲା। ଏଲିଓ ନାହାନ୍ତି ଆଜି, ତାଙ୍କ ଜାଗା କିଏ ନବ? ମୋ ମନ ମନରେ କହିଲି, ପ୍ରଭୁ ମୁଁ ନେବି, ମୁଁ ବିଶ୍ୱାସରେ ଚାଲିବି, କଟକରେ ମୁଁ ରହିବି। 10,000 ଉପରେ ମାସକୁ ଘର ଭଡ଼ା, ଜାଣିନି କିଏ ମତେ ପ୍ରତ୍ୟେକ ମାସରେ ମତେ ସାହାଯ୍ୟ କରିବ। ତମାନେ ଅନେକ ପ୍ରାର୍ଥନା କରୁଛ, ଭଲ କଥା, କିନ୍ତୁ ଏପରି ଭାବରେ ଯଦି ମୋର ମୋଟାମୋଟି ଖର୍ଚ୍ଚ ଚାହିଁବି, ଯଦି ମୁଁ ହିସାବ କରି ଖାଲି କେମିତି ଭାବରେ ଗୋଟେ ମାସରେ ମତେ 30,000 ରୁ 40,000 ଭିତରେ ମୋର ଖର୍ଚ୍ଚ ହୁଏ। ଗୋଟିଏ ଲୋକ ଠାରୁ ମୁଁ ପଇସା କେବେ ନିଏ ନାହିଁ, ଚାନ୍ଦା କରେ ନାହିଁ, ପ୍ରଭୁଙ୍କୁ ବି ପ୍ରଭୁ ଦିଅ ବୋଲି କହେ ନାହିଁ। ମୋର ଭରସା ଅଛି କାର୍ଯ୍ୟକାରୀ ବେତନର ଯୋଗ। ଏ ବାକ୍ୟ ଅନ୍ୟଥା ହବ ନାହିଁ। ମୁଁ କାମ କରିବାକୁ ଚାହୁଁଛି ଠିକ ଭାବରେ, ଯେମିତି ଯୀଶୁଙ୍କୁ ଭଲ ଲାଗିବ ସେମିତି। ମୋର ବେତନ ଆସିବାକୁ ବାଧ୍ୟ। ବେତନ ନ ପାଇକି ରହିପାରିବି ନାହିଁ, ପ୍ରଭୁ ରହିପାରିବେ ନାହିଁ। ସେ କହିଛନ୍ତି କାର୍ଯ୍ୟକାରୀ ବେତନର ଯୋଗ୍ୟ। ସେ ଯାଅ, ଆଉ ବେଶୀ ମୁଁ ଏକ୍ସପ୍ଲେନ କରିବି ନାହିଁ, ସମୟ ହେଇଗଲାଣି। ଆଉ ବାରମ୍ବାର ମୁଁ ଟାଇମ୍ ଦେଖୁଛି ତ ହେଇଗଲାଣି। ତେଣୁ ଅତି ବେଶୀ ହେଲେ ଆଉ 10 ମିନିଟ୍ କିମ୍ବା କଣ ଟିକେ ଲେଟ୍ ହେଇପାରେ, ଆଉ ବେଶୀ ସମୟ ମୁଁ ନେବି ନାହିଁ। ଫେଥ୍, ବିଶ୍ୱାସ ଆମକୁ ଚାଲିବାକୁ ହବ। ପ୍ରଭୁଙ୍କ ଉପରେ ନିର୍ଭର କରି ସମସ୍ତ ବିଷୟରେ ଜାଗତିକ ଲୋକମାନେ ପରିନାହିଁ। ଜାଗତିକ ଲୋକମାନଙ୍କୁ ଆମର ଭିନ୍ନ ଦେଖାଯିବାକୁ ହବ। ପବିତ୍ର ଆତ୍ମା ଯୋଉମାନେ ପ୍ରାପ୍ତ ହେଇନାହାନ୍ତି ସେମାନଠାରୁ ଆମେ ପବିତ୍ର ଆତ୍ମା ପ୍ରାପ୍ତ ହେଇଛୁ। ଆମେ ଭିନ୍ନ ଦେଖାଯିବାକୁ ହବ। ରୋଗ ସମୟରେ ପ୍ରାର୍ଥନା କରିବାକୁ ହବ, ପରଭାଷା କରି ପ୍ରାର୍ଥନା କରିବାକୁ ହବ, ଉଚ୍ଚ ସ୍ୱରରେ ପ୍ରାର୍ଥନା କରିବାକୁ ହବ, କାନ୍ଦିକି ପ୍ରାର୍ଥନା କରିବାକୁ ହବ, ଉପବାସ କରି ପ୍ରାର୍ଥନା କରିବାକୁ ହବ, ମାନତ କରି ପ୍ରାର୍ଥନା କରିବାକୁ ହବ। ଗୋଟିଏ ରୋଗ ସୁସ୍ଥ ପାଇଁ ହଜାର ହଜାର ଲକ୍ଷ ଲକ୍ଷ ଟଙ୍କା ଲୋକମାନେ ଡକ୍ଟରଙ୍କୁ ଦଉଛନ୍ତି। ମାନତ କଲା ବେଳେ 100 ଟଙ୍କା, 200 ଟଙ୍କା, 500 ଟଙ୍କା, କିନ୍ତୁ ହଜାର ହଜାର ଲକ୍ଷ ଲକ୍ଷ ଟଙ୍କା ଡକ୍ଟରଙ୍କୁ ଦଉଛନ୍ତି। କାହିଁକି ସେଟା ମାନତ କଲେ ପ୍ରଭୁଙ୍କୁ ଦବ ନାହିଁ? ଫଳ ହଉନି, ସେଥିପାଇଁ ଫଳ ପାଉନାହୁଁ ଆମେ। ହଉ ତ ହଁ ତ ବିଶ୍ୱାସ କରି ମାଗିଲେ ଯାହା ମାନତ କଥା ବାଇବେଲ ଲେଖା ହେଇନି, ବହୁତ ଲେଖା ଅଛି। ତେଣୁ ଏଇପରି ଭାବରେ ବାଇବେଲ କହୁଛି, ତୁମେ ସତ୍ୟ ଜ୍ଞାତ ହବ, ସତ୍ୟ ତୁମ ମୁକ୍ତ ରୋଗ ସୁସ୍ଥ ହବ ବିନା ମୂଲ୍ୟରେ। ଯାହାର ମୁଁ ସାକ୍ଷୀ, ସେଇ ସତ୍ୟ ଜାଣିବା ସମୟଠାରୁ ଆଜି ପର୍ଯ୍ୟନ୍ତ ବିନା ମେଡିସିନରେ ମୁଁ ଚାଲିଛି। ମୁଁ ଖାଲି କାହିଁକି, ମୋ ପରିବାରରେ ମଧ୍ୟ এই কথা যদি কৌশি লোক কহিব, বহুত লোক আগে সাক্ষ্য ଦେଇକି লোক মানিবে কি ନାହିଁ ଏ ଜଣେ ପ୍ରକୃତ ପ୍ରଭୁଙ୍କ ଲୋକ କହିକି এই ପ୍ରକାର ସାକ୍ଷ୍ୟ ଆମଙ୍କ ଜୀବନ ରହିବାକୁ ହବ। ଲୋକ ମାନିବେ, ଆମ କଥା ଶୁଣିବେ। ପ୍ରଭୁ ନିଜେ ଯେପରି ପ୍ରେରିତମାନଙ୍କର ସଙ୍ଗରେ ସହକର୍ମୀ ହେଇ କାମ କରୁଥିଲେ ସେମିତି କାର୍ଯ୍ୟ କରିବେ। କାରଣ କଟକରେ ଗୋଟେ ସମୟରେ 7 ଦିନ ମିଟିଂ ଯେତେବେଳେ ହେଲା, ଶେଷ ଦିନ ମିଟିଂରେ ମୁଁ ଲୋକମାନଙ୍କୁ ଛୁଇଁ ପ୍ରାର୍ଥନା କରୁଥିଲି। ମୋତେ ଦର୍ଶନରେ ପ୍ରଭୁ ଦେଖିଲେ, ମୁଁ ଯାହାକୁ ଛୁଉଁଛି ମୋ ହାତ ଦେଖାଯାଉନି, ଅଦୃଶ୍ୟ ହେଇଯାଉଛି। ପଛରୁ ଗୋଟେ ଲୋକ ହାତ ଛୁଉଁଛି, ଗୋଟେ ହ୍ୱାଇଟ୍ ଆଉ ସାର୍ଟଟା ପିନ୍ଧିକି, ଯାହାକୁ ମୁଁ ଛୁଇଁଲେ ସେ ଛୁଉଁଛି, ମୁଁ ଛୁଣେ। ମୁଁ ବିରକ୍ତି ହେଇ କହିଲି, କିଏ ମୁଁ ଏମିତି ସେ କରୁଛି? ମୁଁ ଲୋକଙ୍କ ହାତ ବଢି ଛୁଇଁଲା ବେଳେ କେହି ନାହାନ୍ତି, ଯୀଶୁ ଯାହାକୁ ଛୁଉଁଛି, ମୋର ହାତ ଉଡି ଯାଉଛି, ଆଉ ଯୀଶୁ ଛୁଉଁଛନ୍ତି। ଏତେ କୃତ୍ୟ କହିଲି, ପ୍ରଭୁ ତମେ ଅଛ ମୋ ସାଙ୍ଗରେ, ମୋର ପ୍ରତିଜ୍ଞା ଅଛି। ମୁଁ ଶିଷ୍ୟମାନଙ୍କର ସହକର୍ମୀ ହେଇକି ବସ୍ ଏପରି ଭାବରେ ପ୍ରଭୁ କାର୍ଯ୍ୟ କରୁଛନ୍ତି, ସେ କରିବା ପାଇଁ ଚାହାନ୍ତି। ତେଣୁ ଆଉ ଦୁଇଟି ବିଷୟ, ସ୍ପିରିଚୁଆଲିଟି ଆଣ୍ଡ ପରଫେକ୍ସନ, ଲାକ୍ ଅଫ ଫେଥ୍, ବିଶ୍ୱାସର ଅଭାବ, ଉତ୍ସର୍ଗର ଅଭାବ, ବିଶ୍ୱାସର ଅଭାବ, ଆଧ୍ୟାତ୍ମିକତାର ଅଭାବ, ଆଉ କଣ ସିଦ୍ଧତାର ଅଭାବ। ସ୍ପିରିଚୁଆଲିଟି ମାନେ ଜାଗତିକ ମନା ନ ହେଇକି ଆଧ୍ୟାତ୍ମିକ ମନା ହବା ଆମମାନଙ୍କ ଦରକାର। ଆଧ୍ୟାତ୍ମିକତାର ଅଭାବ। ଆଜି ଆମକୁ ନାନା ପ୍ରକାର ଜାଗତିକ ଚିନ୍ତା ଆମ ଉପରେ ମାଡ଼ି ପଡୁଛି। କଣ ଖାଇବା, ପିଇବା, ପିନ୍ଧିବା,
निज निज परिवार निज पिला छुआ मान नाना प्रकार विषय मान जागचित चिंता मो भीतर कर मात्र लेखा शारीरिक भाव मृत्युजनक आत्मिक भाव जीवन शांतिदायक लेखा ख्रीष्ट जीशुंकर मन परी तुम मन हो जाने तुमने करुच कि नहीं करवा आवश्यक मो प्रतिदिन प्रार्थना करे प्रभु जीशु ख्रीष्ट जीशुंकर परी जपरी मन थिला मोर सेमिति मन हो जीशु ख्रीष्ट केबे चाहि नथले भलो चाकरी करिवे बहुत पैसा कमेबे भलो घर द्वार करिवे भलो स्टेटस करिवे ए सबुरा तांकर चिंता नथिला आमर चिंता धारा सेमिति हवा तो प्रेरित मान ठारे एटा थिला समानकर जागतिक कौनसी मन नथिला आज एटा आमान ठारे अनेक ठारे अभाव तनु करी समान को द्वारा से प्रेरित मान को द्वारा जपरी कार्य होतला आज से परी कार्य हो नहीं आमने प्रचार करू कर लोक माने सुनी पवित्र आत्मा पाउना हंदी आमे हस्तार्पण कले केही पवित्र आत्मा पाउना हंदी प्रेम विश्वास भावरे आ हस्तार्पण कले रोगी सुस्थ हो सेटा हे पारु नाही नाना आश्चर्य कर्म हे पारु नाही गोटे गोटे कार्य रे हजार हजार लोक माने रंडर विश्वास करूथिले आम द्वारा किछि हे पारु नाही तेणु करी मु कहली एटा होचे आमान ऋणा विषय आम समस्त निमंते मु मध्य नम्र भावरे ए वाक्य ग्रहण करूची केवल तमान को कहू नाही मु निजे ग्रहण करूची किंतु ग्रहण करिवार अर्थ नाही एहा जे मु ए सब व्यतिक्रम करूची सब विषय को खोजिले कौनसी गोटे जगह मु उणा पड़ी नाही जहां मु कहूची मु ताहा करूची मो ठारे जागतिक चिंता किछि भी नाही विश्वास रे मु प्राण पड़ कर बाइबल चंतु सेमति मु चालू दर्शन ऊपर निर्भर करके मु चले जहां जहां मु कहिछि गोटे विषम पाखरे उणा नाही काहे कि ना लेखा जे आपन को परीक्षा कर मु सबबरे निज को परीक्षा करी चले तथापि प्रभु को सम्मुख मु निज को नम्र करूछि काले कोठी मु उणा पड़ जाईथिली सेति मते देखिबा को हबो प्रत्येक को देखिबा को हबो आम जीवन बदली जीवो सभा कार्य बदली जीवो शेषर से सिद्धता लैक ऑफ परफेक्शन माथ्यू 5:40 पद लिखा स्वर्गस्थ जपरी सिद्ध तुम सेपरी सिद्ध हो सिद्ध माने कौन कौन सी विषय उणा न पड़ा केते विषय होता भल अच्छु प्रतिदिन बाइबल पढ़ुचु सेटा भल विषय दिन राति पढ़ बोली दिन में पढ़िले गोटे समय प्रभु मत वाक्य बाइबल पढ़ा समय आ मत कथा कर गीत संगीत आगे पढ़ब जे दिवा राति ध्यान कर हाँ प्रभु सब बाइबल सब बाइबल पढ़ुची एमती गोटे कहीकि मारिकी चालू ना भलरे चिंता कर डे एंड नाइट इंग्रेजी लिखा ओडिया दिवा रात्रि दिन में पढ़ुच राति पढ़ुच कि तुम पढ़ राति खाली शुआ इच्छा उठ पढ़े हम ना जागतिक पाठ पढ़िया समय दिन राति एक कर पढ़ुं बाइबल बाइबल पढ़िया केवे केवे समय मिल ना कौन हम जे दिन राति पढ़ुची बाइबल बाइबल से जहा कले ता सफल हम कि सुंदर बात प्रभु देइछंती तेणु जदि आम बाइबल पढ़ुचु भल कथा उपवास करूँ भल कथा निजा प्रतिदिन आसु भल कथा आउ कौन सी विषय आमर उणा थी विश्वास ठीक भाव में चली पार नाउ किए दशमांश दौन यहाँ मोर अनुरोध पाउल गोटे कथा कले जहाँ आम आदर्श देछ मु अनुरोध करुच्ची से सब से लोक मान दृष्टि कर मो पर मुझे अनुरोध करुच्ची तुमको जदि कहीं दशमांश न दौच न देकी केबे रहबेनी प्रभु मते क्षमा कर मु तुम द्रव्य चोरी करी पारिले कि जेते दिन देन दे दियो प्रभु बहु गुण फेरी देवे आदि किसी निहा गुणा पड़ी एवं कम से कम दियो कारण मु गोटे पढ़ी से मैगजीन केमती किसी लोक प्रभु स्वर्ग नरक बुले देखले से नरक बुले देखा समय जो जो स्थान में भिन्न भिन्न प्रकार दंड क्या कौ प्रकार अलग अलग दंड जे जमी भूल करी कहीं नरक अच्छी तार छाती में गोटे फलक लिखाई नरक अच्छी किए लिखी क्या छात्र लिखा मुझे व्यभिचार कर्म करुले नरक अच्छी क्या छात्र मुझे चोरी करुले नरक अच्छी क्या छात्री लिखाई मद्यपान करुले नरक अच्छी से निआरे से जोड़ुंट कि से फड़क जोड़ूना पड़ूना आ सब परिष्कार लिखाई एमती देखु देखो तो ठीक अच्छे मानी हाँ चोरी नहत्या व्यभिचार ये सब कले नरक न जीवता पार लिखा जनक पाखे मु दशमांश न देवाई नरक अच्छी विवाद से जीशु जो मैंने बुलाऊँ से पचारे प्रभु यहाँ कौन संभव जड़े दशमांश देने नरक जीव प्रभु कहते तुम कौन जान बाइबल लिखा प्रभु को द्रव्य से चोरी कर को कौन सम्मान दिज्व ना कौन धरी बांधिकी पुलिस मैंने नहीं जगत में तुम नीति नियम अनुसार जेल रखिए आउ केते कौन ता प्रति करा जीवो प्रभु को द्रव्य चोरी करुवा हेतु दशमांश देते कौन था प्रभु कार्य व्यवहार हाँ मो परी केते लोक थे संपूर्ण स्वाधीन भाव में दशमांश दान दशमांश बंचार किसी ना यहाँ मुझे चिंता करनी कार्य वेतन योग्य चले तेज मु प्रभु धन्यवाद दूची
ଆଉ ତେଣୁ ଏଇଟା ଆମମାନଙ୍କର ଆବଶ୍ୟକ ପ୍ରଭୁଙ୍କର କାର୍ଯ୍ୟ ହବ ଭଲରେ। ମୁଁ ତ କହୁଥିଲି ମତେ ପାଷ୍ଟର ସାମସନ କହିଲେ ଭାଇନା ଏଇଟା ମୁଁ କହିଥିଲି ବୋଧେ ଭୁଲ ହେଇଗଲା। ମୁଁ କହିଲି ନାଇଁ ନାଇଁ ଅନେକଙ୍କ ଉତ୍ସାହ ପାଇଁ ମଧ୍ୟ କଣ ମୁଁ ଯେତେବେଳେ ବିଭିନ୍ନ ପ୍ରକାର ସାକ୍ଷ୍ୟ ଦ୍ୱାରା ସେ କୁଟୀରରେ କାର୍ଯ୍ୟ କରୁଥିଲି ମୁଁ କଥା କହିଲି କେମିତି ନା ବର୍ତ୍ତମାନ ମୁଁ ଆଉ ବାସ୍ ଟ୍ରେନ୍ ଏସବୁ ଆସେ ମୋ ପାଇଁ ସୁବିଧାଜନକ ହଉନି, କମ୍ଫର୍ଟେବଲ ହଉନି, ଠେଲି ପେଲି ମୁଁ ଯାଇପାରୁନି, ଲୋକ ଭିଡ଼ ଭିତରେ ମୁଁ ଯାଇପାରୁନି। ଟିକେ ଅଲଗା ପ୍ରକାର ଭାବରେ ନା କଣ କେମିତି ମୁଁ ଯିବି ଗୋଟେ କାରରେ ଅନ୍ତତଃ ପଇସା ତ ଖର୍ଚ୍ଚ ହୁଏ ଏମିତି ଭାବରେ, କିନ୍ତୁ ଏମିତି କେତେ ଗୁଡାକ ମୁଁ ବିଭିନ୍ନ ସ୍ଥାନ ମାନଙ୍କୁ ମୁଁ ଗଲିଣି। ଆଉ ସେପରି ଆମ ମଣ୍ଡଳୀର ଜଣେ ଭଉଣୀ ସେପରି ସ୍ୱପ୍ନ ଦେଇକି କହିଥିଲେ ମୁଁ ଦେଖୁଛି ଆପଣଙ୍କର ବୟସ ହେଇଛି, ପ୍ଲିଜ ଟିକେ ନିର ହେଇକି ରୁହ, କଥାବାର୍ତ୍ତା ହସିବା ହାଲୁକା ମୁଁ କଥା କହୁନାହିଁ। ଆଉ ଆପଣଙ୍କର ଟିକେ କେଶ ଟିକେ ପାଚି ଯାଇଛି, ଚୁଟି ପାଚି ଯାଇଛି, ଆପଣ ଖାଲି କାରରେ ଯିବା ଆସିବା କରୁଛନ୍ତି। ଏବେ ସେଇ ପ୍ରକାର ଭାବରେ ମୁଁ ପ୍ରାୟ ସେଇ ପ୍ରକାର ଭାବରେ କହୁଛି। ଥରେ ଯେତେବେଳେ ମୁଁ ଆସିଥିଲି ମଣ୍ଡଳୀର ଆଉ 2 ଜଣ ଭଉଣୀ ସେମାନେ ଆସିଛନ୍ତି, ସେମାନଙ୍କ ଚାକିରି ଫାକିରି କୌଣସି ବ୍ୟବସ୍ଥା କିଛି ନାହିଁ। ଆଉ ସେତେବେଳେ ଆସିବାର କଟକରୁ ମୋହନା ଆସିବା ପାଇଁ ଥିଲା 7,000 ଟଙ୍କା। ମତେ ହଠାତ୍ ପଚାରିଲେ ଆପଣ କେମିତି ଯିବେ? ବାସରେ ଯିବି କଟକରୁ, ଆଉ ବ୍ରହ୍ମପୁର ଦେଖିବି ଚିନ୍ତା କରିବି କଣ କରିବି ନା ଯଦି କେତେ ହବ ଯିବା ପାଇଁ। ମୁଁ କହିଲି 7,000 ଟଙ୍କା ଲାଗିବ। କହିଲେ ସେ 7,000 ଟଙ୍କା ଆପଣ ମୋଠୁ ନେଇଯିବେ। କେମିତି କାହିଁକି? ନାଇଁ ଆପଣ ନେବେ, ଆପଣ ଯିବେ। ଆମେ ଶୁଣିଲୁ ଯେତେବେଳେ ଜଣେ ଶିକ୍ଷକ ଟିଚର ଗୋଟେ ମିଟିଂ କରି ତାର ସବୁ ଦାୟିତ୍ୱ ସେ ନେଉଛନ୍ତି, କାହାଠାରୁ ପଇସା ଚାନ୍ଦା ସଂଗ୍ରହ କରୁନାହାନ୍ତି, ଜଣେ ଲୋକ ସବୁ ବହନ କରୁଛନ୍ତି। ଆମର କଣ କର୍ତ୍ତବ୍ୟ ନାହିଁ? ଖାଲି ପ୍ରାର୍ଥନା କଲେ ହେଇଗଲା, ଦଶମାଂଶ ଟିକେ ଦେଲେ ହେଇଗଲା। ଦଶମାଂଶ ତ ପ୍ରଭୁଙ୍କର ପ୍ରାପ୍ୟ ସେଟା, ଆଉ ଅଧିକା କଣ ଦେବେ? ଯଦି ମୁଁ କାହାକୁ ଦେଇଛି 10,000 ଟଙ୍କା ଲୋନ୍ ଆକାରରେ ଧାର ଆକାରରେ, ସେ ମତେ ଫେରେଇ ଦେଲେ, ସେ ମତେ ଅଧିକା କଣ ଦେଲା? 10,000 ନେଇଥିଲ 10,000 ଦେଲ, ଦାନ କରିବା ଅଲଗା ବିଷୟ। ତେଣୁ ମୁଁ କହିଲି ତଥାପି ମୁଁ ତମଠୁ ନେବିନି, ତମେ ମାନେ ଗରିବ ଲୋକ ଆଉ ତମର ଚାକିରି ବ୍ୟବସାୟ ଇନକମର କୌଣସି ସୋର୍ସ ନାହିଁ, 7,000 ଟଙ୍କା ତମଠାରୁ ନେବି ଅସମ୍ଭବ। ମନା କଲା ବେଳକୁ ସେ ଦୃଢ଼ତାର ସହିତ ମୁଁ ପ୍ରଭୁଙ୍କୁ କଥା ଦେଇଛି, ଆପଣ ନେବେ କି? ଯେତେବେଳେ ମୁଁ ଆଉ କିଛି କହିପାରିନି, କଥା ଦେଇଛି ନା ବୋଲେ ତାପରେ ସମସ୍ୟା ଆସୁନି, ଗ୍ରହଣ କରିବା ବାଧ୍ୟ। ଏସବୁ ସାକ୍ଷାତ ସବୁ ଦଉଥିବା ସମୟରେ ଥରେ ତ ମୁଁ ଗତ ଥର ଯାଇଥିଲି ପାଷ୍ଟର ସାମସନ ଦେଖି ସେ କୁଟିଗୁଡାରୁ କଟକ ପର୍ଯ୍ୟନ୍ତ, ଆଉ ଗୋଟେ କାର ଭଡା ସେ କରିଦେଲେ। ମୁଁ ମନା କଲି ନାଇଁ ନାଇଁ ତମେ କେମିତି ଏତେ ସବୁ ବହନ କରିବ, ତମେ ଏତେ ପରିଶ୍ରମ କରିଛ ଭାଇନା, ଆମେ ଦେଖିଛୁ, ସେ କଥା ଆପଣ ମନା କରିବେ। ହଉ ହେଲା ଗଲି ଆଉ ଆମର ଅଜାସନ ସହିତ। ଏଥର ପୁଣି ଭାବିଲି ମୁଁ କଣ କରିବି ନା 7,000 ଟଙ୍କା ଲାଗିବ। 6,000 ଟଙ୍କା ସେ ମତେ ଯେ କନ୍ଧମାଳକୁ ନେଇଥିଲେ, ସେ ଆଉ ନେଇଥିଲେ 6,000 ଟଙ୍କାରେ, ମୁଁ ପଇସା ଦେଇଛି, ସେଟା ସେମାନେ ନେଲେ। ତାଠି କଣ୍ଟାକ୍ଟ କରିବ, ସେ କହିଲେ 7,000 ନଉଛି, କିନ୍ତୁ ଆଉ କଣ ଏକ୍ସପ୍ରେସ ନା କଣ କହି ତାର କାର୍ଡଟା ଭଲ କଣ୍ଡିସନ କାର୍ଡଟା 7,000 ହବ, ଆଉ ଆପଣ ମୁଁ 6,000 ନେଇଯିବି। ମୁଁ କହିଲି ଆଉ ଟିକେ କମ୍ ବାଲା ଗାଡି ଅଛି, କିନ୍ତୁ 300 କିଲୋମିଟର ଯିବେ କମ୍ଫର୍ଟେବଲି ଯାଇପାରିବେ, ଓକେ ଓକେ ଆପଣ କେତେ ଦେଇପାରିବେ? ମୁଁ କହିଲି ନାଇଁ ନାଇଁ ସେମିତି କହୁନି, ତମେ ଭାବନି ଯେ ମୁଁ ସେଟା ପାଇଁ ତମକୁ କମେଇ ଦେଲେ ତମେ ବି କହିବ ହଉ ହଉ ହଉ, ମୁଁ ଆଉ ଆପଣଙ୍କୁ ସେଥିରେ ନାହିଁ, ପ୍ରଶ୍ନ ନାହିଁ, ଚଲ ଆସିଲି। ମନରେ ଭାବିଥିଲି ମୁଁ ବି ତ ପ୍ରଭୁଙ୍କର କାର୍ଯ୍ୟ ହଉଛି ପାଷ୍ଟର, ଦଶମାଂଶ ପାଷ୍ଟରମାନଙ୍କ ବ୍ୟବହାର କରିବା କଥା। ମୋ ନିଜ କାମରେ ତ ଯାଉନି, ପ୍ରଭୁଙ୍କ କାର୍ଯ୍ୟରେ ମୁଁ 3,000 ଦେବି, ଦଶମାଂଶ 3,000 ଦେବି, ଏମିତି ଭାବିଥିଲି। କିନ୍ତୁ ମୋ ମନକୁ ଠିକ ଲାଗିଲାନି, ନା 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 ଦଶମାଂଶ ନେବିନି। ଏଇଟା ତ ମୁଁ ପ୍ରତ୍ୟେକ ମାସରେ ପାଷ୍ଟରମାନଙ୍କୁ 3,000 କମିଲା ବେଳକୁ କେତେ କମିଯିବ, ମୁଁ ଦେଲା ବେଳକୁ କେମିତି କରିବି? ମୋ ନିଜରୁ ହିଁ ମୁଁ ଦେଇଦେଲି। ଠିକ ଅଛି, ଦେଖିଲା ବେଳକୁ ପ୍ରଭୁ ଦାନ କର, ଦାନ ଦିଆଯିବ। ହଠାତ୍ ଦିନେ 2 କି 3 ଦିନ ପୂର୍ବେ ପାଷ୍ଟର ସାମସନ କଥାବାର୍ତ୍ତା କରୁ ସେ କହିଲେ ଭାଇନା କେମିତି ଯିବେ? ମୁଁ ଦେଖି ମୁଁ ଚିନ୍ତା କରିନି, ମୁଁ ତାକୁ କହିଛି ମୁଁ ତାକୁ ଯଦି ଯିବି ମୁଁ ତାକୁ ପୁଣି ଫୋନ କରିବି, ସେ ଆସିବ ମତେ ଏଇଠୁ ନେଇଯିବ, ସେ 6,000 ଟଙ୍କା ନବ। ଆଚ୍ଛା ଆପଣ ସ୍ଥିର କରିଛନ୍ତି ସେ ଯିବା ପାଇଁ? ମୁଁ ସ୍ଥିର କରିନି, ଦେଖିବି, କିନ୍ତୁ ବାସବାସରେ ଯିବାଟା ମୋ ପାଇଁ ସମ୍ଭବ ହଉନି ତ। ନା ସେ ଡାକିଲେ ଆସ, ମୁଁ କହିଲେ ଯେତେବେଳେ ଡାକିଲେ ସେ ଆସିବ, ଭଲ ପିଲାଟେ, ଆପଣ କାରରେ ଯିବେ ଆଉ ସେ ପଇସା ମୁଁ ଦେବି। ମୁଁ କହିଲି ନାଇଁ 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 ସେଟା ଆମେ 6,000 ଟଙ୍କା, ଜାଣିଛ ତ 6,000 ଟଙ୍କା ସେ ଯାହା ବି ହଉ। ମୁଁ କହିଲି ଜମା ନାହିଁ, ତମର କେତେ ଇନକମ୍, କେତେ ପାଉଛ, କେତେ ଦଶମାଂଶ ତମେ ରଖିଛ, ମତେ 6,000 ଟଙ୍କା ତମେ ଦବ? ନାଇଁ ଭାଇନା ଆପଣ ସେସବୁ କଥା କହିବେନି ଦୟାକରି। ମୁଁ ହଠାତ୍ କହିଦେଲି, ଅନ୍ୟମାନଙ୍କ ଆଗରେ କେହି ଶୁଣିଲେ ଆପଣ ବି କହିଦେଲେ, ଏଇଟା ମୋର ବୋଧେ କହିବାର ଠିକ ହେଇନାହିଁ। ଆଉ କିନ୍ତୁ ମୁଁ ଯାହା କହିଛି ତାହା କରିବି। କେମିତି ବ୍ୟବସ୍ଥା ହେଲା, ମୁଁ କଣ ତାଙ୍କୁ କହିଥିଲି ସେ କରିପାରେ। ପ୍ରଭୁ ଯାହାଙ୍କ ନାମ ଆଶ୍ଚର୍ଯ୍ୟ, ସେ ଆଶ୍ଚର୍ଯ୍ୟ ଭାବରେ କାର୍ଯ୍ୟ କର। ଯୋଉ 11ଟା ଉଣାବିଶ ମୁଁ କହିଲି
आज प्रभु जीशु से दिन से युवा लोग जे सब आज्ञा मानुथिला गोटे आज्ञा से करी कही स्वर्ग राज्य रे एई प्रकार लोक जीवा अपेक्षा सूचिर छिद्र देवट गोड़ जीवा सहज केवल गिरजा प्रार्थना हमको स्वर्ग को नब नहीं माथ्यू 7:21 पद अनुसार पितांक इच्छा साधन कले स्वर्ग राज्य जाई परिबनी मते प्रभु प्रभु डाकंदी एपरि प्रत्येक स्वर्ग राज्य रे प्रवेश करियो नाही लेखा जदि स्वर्ग राज्य जीवा को इच्छा ए वाक्य भीतर को नहीं जाओ गिरजा प्रार्थना केबे रक्षा करियो नाही गिरजा प्रार्थना दरकार ता भीतर ईश्वर को इच्छा साधन करबा कोई तो केते विषय जहां मु 11 विषय करी खोजी के देख निजकू एवडा सब अछि तो ठीक भाव रे जदि नहीं तार उना विषय अछि प्रभु आमान को प्रेम करथि हेतु एई सुजो दैछंती आखि बंद करी समस्त ठिया हिजो समय हि जाइछि टिके प्रार्थना करियो हालेलुया प्रेज द लॉर्ड उदारवानी खारावाशा कलावानी दावानी हालेलुया 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 सेवावे का धन्यवाद 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 आराधना ऊपर जाती है कोई हाथ समर्थ ऊपर को उठा दो आशीष लेकर नीचे आती है
ସମସ୍ତେ ଟିକେ ନୀରବ ରହିଯାଅ ଆଉ ଯୋଉମାନଙ୍କର ଯେକୌଣସି ପ୍ରକାର ରୋଗ ସୁସ୍ଥତା ଦରକାର ଯାହାର ଯୋଉଠି କଷ୍ଟ ଅଛି ସେଇ ଜାଗାରେ ହାତ ରଖନ୍ତୁ ଡାହାଣ ହାତ ରଖନ୍ତୁ ନିଜର ଯଦି କୌଣସି ରୋଗ ବ୍ୟାଧିରୁ ସୁସ୍ଥ ହବାର ଅଛି ନିଜ ପିଲାଙ୍କ ପ୍ରତି ଯଦି କିଛି ସୁସ୍ଥତା ଧରେ ତା ଉପରେ ବି ହାତ ରଖନ୍ତୁ ଅନ୍ୟାନ୍ୟ ବିଷୟ ପାଇଁ ପ୍ରଭୁଙ୍କ ଠାରେ ନିର୍ଭର କରନ୍ତୁ ଆଶ୍ଚର୍ଯ୍ୟ କର୍ମ ପ୍ରଭୁ ଯେପରି କରିବେ ପ୍ରତ୍ୟେକଙ୍କ ପାଇଁ କାରଣ ପ୍ରଭୁ ଯୀଶୁମାନଙ୍କ ମଧ୍ୟରେ ଉପସ୍ଥିତ ଅଛନ୍ତି ପବିତ୍ର ଆତ୍ମାମାନଙ୍କ ମଧ୍ୟରେ ହେ ପ୍ରଭୁ ଯୀଶୁ ତୁମର ଧନ୍ୟବାଦ ଦଉଛୁ ତୁମେ ଆମମାନଙ୍କୁ ପ୍ରେମ କରିଛ ତୁମର ପୂର୍ବ ନିରୂପିତ ସଂକଳ୍ପ ଅନୁସାରେ ଆହ୍ୱାନ କରିଛ এই ସୁଯୋଗ ତୁମେ ଆମମାନଙ୍କୁ ଦେଇଛ ପ୍ରଭୁ ଏ ବର୍ଷା ଦିନରେ ମଧ୍ୟ ହାଲେଲୁୟା ହାଲେଲୁୟା 2 ଦିନ ପର୍ଯ୍ୟନ୍ତ ରାତ୍ରିକାଳୀନ ସଭା କାର୍ଯ୍ୟ କରିବା ପାଇଁ ଓ ପ୍ରଭୁ এই ପ୍ରେମନଗର ମଣ୍ଡଳୀରେ ଓ ପାଷ୍ଟର ଡାନିଏଲଙ୍କ ଗୃହରେ ତୁମେ ଆମମାନଙ୍କୁ ଏକତ୍ର କର ଏଥିପାଇଁ ଧନ୍ୟବାଦ ଦଉଛୁ ତାଙ୍କ ପାଇଁ ତାଙ୍କ ପରିବାର ପାଇଁ ଧନ୍ୟବାଦ ଦଉଛୁ ତାଙ୍କ ମଣ୍ଡଳୀ ଲୋକମାନଙ୍କ ପାଇଁ ଧନ୍ୟବାଦ ଦଉଛୁ ପ୍ରଭୁ ସେମାନେ এই ସବୁ ବ୍ୟବସ୍ଥା କରିଦେଇଛନ୍ତି ହାଲେଲୁୟା ହାଲେଲୁୟା ହୃଦୟ ସକାଳ ରବାନି ଦରବାନ୍ଦା ପ୍ରତ୍ୟେକ ଅନୁଗ୍ରହ କର ଯେଉଁମାନେ ହାତ ରଖିଛନ୍ତି ଯେ କୌଣସି ରୋଗ ବ୍ୟାଧିରୁ ସୁସ୍ଥ ହେବା ପାଇଁ ଯୀଶୁଙ୍କ ନାମରେ ସେମାନେ ସୁସ୍ଥ ହୁଅନ୍ତୁ ବର୍ତ୍ତମାନ ଆମେନ୍ ହାଲେଲୁୟା ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସେମାନଙ୍କର ରୋଗ ସବୁ ସୁସ୍ଥ ହେଇଯାଉ ସବୁ ପ୍ରକାର ଶୈତାନର କାର୍ଯ୍ୟ ବିନାଶ ହଉ ବର୍ତ୍ତମାନ ଯୀଶୁଙ୍କ ନାମରେ ଏବଂ ନାନା ଆଶ୍ଚର୍ଯ୍ୟ କର୍ମ ହଉ ଯାହା ସେମାନଙ୍କ ନିମନ୍ତେ ଆବଶ୍ୟକ ଯୀଶୁଙ୍କ ନାମରେ କେବଳ ଯୀଶୁଙ୍କ ନାମରେ ବର୍ତ୍ତମାନ 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 ଅଭିଷେକ କ୍ଷେତ୍ର ଯୁଆଡେ ବି ନଷ୍ଟ ହଉ ଶୁଣିଲ ବୋଲି ଧନ୍ୟବାଦ କରୁଛି ପ୍ରଭୁ ତୁମେ ଆଶ୍ଚର୍ଯ୍ୟ ଭାବରେ କାର୍ଯ୍ୟ କରିଛ ରୋଗ ସୁସ୍ଥତା ଦେଇଛ ବୋଲି ଧନ୍ୟବାଦ ଦଉଛି ଆମମାନଙ୍କର ମନୋବାଞ୍ଛା ପୂର୍ଣ୍ଣ କଲ ବୋଲି ଧନ୍ୟବାଦ ଦଉଛି ଯେପରି ଆମେ ତୁମର ପ୍ରଶଂସା ଧନ୍ୟବାଦ କରିବୁ ତୁମଠାରେ ଆନନ୍ଦ କରିବୁ କୃତଜ୍ଞ ହବୁ ତୁମର ଅଧିକ ନିକଟବର୍ତ୍ତୀ ହବୁ ତୁମ ପାଇଁ ଅନେକଙ୍କ ଆଗରେ ସାକ୍ଷୀ ହେବା ଦ୍ୱାରା ଲୋକମାନେ ଆମମାନଙ୍କର ସାକ୍ଷ୍ୟ ଶୁଣି ତୁମଠାରେ ବିଶ୍ୱାସ କରିବେ ଆମମାନଙ୍କର ଜୀବନ ବଦଳି ଯାଉ ସେବା କାର୍ଯ୍ୟ ବଦଳି ଯାଉ ପାଳକ ପ୍ରଚାରକ ମାନଙ୍କୁ ତୁମେ ଅନୁଗ୍ରହ କର ବିଶ୍ୱାସ ମାନଙ୍କୁ ପ୍ରତ୍ୟେକଙ୍କୁ ଦୟା କର ନୂତନ ଏକ ଅଭିଷେକ ଦିଅ ପ୍ରଭୁ ଆମମାନଙ୍କର ଜୀବନ সেই প্রেরিত ମାନଙ୍କର ଜୀବନ ସଦୃଶ୍ୟ ହଉ ଆମମାନଙ୍କର ସେବା କାର୍ଯ୍ୟ সেই ପ୍ରେରିତ ମାନଙ୍କର ସେବା କାର୍ଯ୍ୟ ପରି ହଉ ଯେପରି ଆଜ ମଧ୍ୟ ଜଗତ ଓଲଟ ପାଲଟ ହବ ତାହିଁ ତୁମେ ଆମମାନଙ୍କଠାରୁ ଚାହୁଁଛ ପ୍ରଭୁ ଆମମାନଙ୍କୁ ସିଦ୍ଧ କର ଗୋଟେ ବିଷୟ ମଧ୍ୟ ଯେପରି ଉଣା ପଡିବ ନାହିଁ କାରଣ ତୁମେ ଶୀଘ୍ର ଆସୁଛ ଯୀଶୁ ଆଜି ଆସିପାରନ୍ତି ସ୍ୱର୍ଗ ରାଜ୍ୟ ପାଇଁ ପ୍ରତ୍ୟେକଙ୍କୁ ଯୋଗ୍ୟ ହେବାକୁ ଆମମାନଙ୍କୁ ସାହାଯ୍ୟ କର ପ୍ରତ୍ୟେକଙ୍କ ସହିତ ସ୍ୱପ୍ନ ଦର୍ଶନରେ କଥା କହ ହସ୍ତ ବଳି ସ୍ପର୍ଶ କର ଆଶୀର୍ବାଦ କର ଶୁଣିଲ ଧନ୍ୟବାଦ କରି ତୁମରି ହସ୍ତରେ ଆମମାନଙ୍କର ସରପଣାତ୍ମା ସବୁ ସମର୍ପଣ କରି ଏବଂ ତୁମର କଣ୍ଠବିଦ ପାଦକୁ ପ୍ରଣାମ ଚୁମ୍ବନ କରି ନିତ୍ୟ ଜୀବିତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଏହି ପ୍ରାର୍ଥନା କରୁଛି ଦୁଇ ହାତ ସମସ୍ତେ ଉପରକୁ ଉଠେଇବା Thank you Jesus 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 हम होले की गाओ Hallelujah 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 Pastor Daniel आशीर्वाद ସେତେବେଳେ ପିତା ଈଶ୍ୱରଙ୍କର ପ୍ରେମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ପବିତ୍ର ଆତ୍ମାଙ୍କ ସହାୟତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନ ପରେ ପ୍ରତ୍ୟେକଙ୍କର ସବର୍ତ୍ତି ବନ୍ତୁ জয় యేసు মসিহ কি জয় জয় యేసు মসিহ কি জয় জয় యేసు মসিহ কি জয় হালেলুয়া 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 প্রেজ দ্য লর্ড প্রেজ দ্য লর্ড প্রেজ দ্য লর্ড প্রেজ দ্য লর্ড Praise the Lord প্রেজ দ্য লর্ড